ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। ବର୍ତ୍ତମାନ ଆମେ ସତ୍ସଙ୍ଗ ଆରମ୍ଭ ଦାଦା କରିବା। ମୋ ଭଏସଟା ଜୟଗୁରୁ, ଶୁଭୁଛି? ଦାଦା ମା ସମସ୍ତଙ୍କୁ ଜୟଗୁରୁ। ଜୟଗୁରୁ ସୁମତି ମା ଜୟଗୁରୁ ଜୟଗୁରୁ ଜୟଗୁରୁ। ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। ମୋ ଭଏସଟା ଶୁଭୁଛି? ଦାଦା ହଁ ଶୁଭୁଛି? ହଁ ଶୁଭୁଛି। ଜୟଗୁରୁ। ସମସ୍ତଙ୍କୁ ଜୟଗୁରୁ। ବର୍ତ୍ତମାନ ଆମେ ସତ୍ସଙ୍ଗ ଆରମ୍ଭ କରିବା। ଆଜିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସମ୍ମାନୀୟ ଦୀପୁ ଭାଇ, ଠାକୁରଙ୍କ ସପ୍ରତିନିଧି ଶୁଭ୍ରାଂଶୁ ଶେଖର ପଣ୍ଡା, ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସଦୈବ ସୁଶୀଲ ଭାଇ, ଶ୍ରୀଯୁକ୍ତ ସୁଶୀଲ କୁମାର ସାହୁ, ତାଙ୍କର ସୁପୁତ୍ର ସୁମିତ, ତାଙ୍କର ଜନ୍ମଦିନ। ସେଇ ସୁମିତଙ୍କର ସର୍ବଦା ମଙ୍ଗଳ ପାଇଁ ପ୍ରାର୍ଥନା ଜଣେ ସହିତ ଆଉ ସୁଶୀଲ ଭାଇ, ମଧୁସ୍ମିତା ମା, ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସ୍ମରଣୀୟ ଭିକାରୀ ଭାଇ ଶ୍ରୀଯୁକ୍ତ ଭିକାରୀ ଚରଣ ପାତ୍ର, ତାଙ୍କର ସୁକନ୍ୟା ସୁସ୍ମିତା, ଆଉ ସେ ତାଙ୍କର ଗୋଟେ PhD ଏକ୍ଜାମ ଅଛି, ତାଙ୍କର ସଫଳତା କୃତିତ୍ୱତା ପାଇଁ ଆମେ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା ଜଣେ ସହିତ ଭିକାରୀ ଭାଇ ସବିତା ମା, ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ପ୍ରାର୍ଥନା ଜଣେ। ତତ୍ସହିତ ଆଜି ହେଉଛି ଆମର ସମ୍ମାନୀୟ ପୂର୍ଣ୍ଣଦା ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପତ୍ରୀ, ତାଙ୍କର ଜନ୍ମଦିନ। ସେ ଉପଲକ୍ଷେ ତାଙ୍କ ପରିବାର ତରଫରୁ ତାଙ୍କର ସୁପୁତ୍ର ପ୍ରୀତନ ବାବୁ ପ୍ରୀତ କୁମାର ପତି ଏବଂ ତାଙ୍କର ସୁକନ୍ୟା ଶ୍ରୀମତୀ ପ୍ରୀତିରାଣୀ ତ୍ରିପାଠୀ, ସେମାନେ ସତ୍ସଙ୍ଗ ନିବେଦନ କରିଛନ୍ତି। ପୂର୍ଣ୍ଣଦାଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା ଜଣେ ସହିତ ପୂର୍ଣ୍ଣଦା, କୁମୁଦିନୀ ମା ଆଉ ପ୍ରୀତନ ବାବୁ ପ୍ରୀତିରାଣୀ ମା, ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧେୟ କାହ୍ନୁ ଭାଇ ଶ୍ରୀଯୁକ୍ତ କାଞ୍ଚନ ଦାସ, ତାଙ୍କର ମାତୃ ଶ୍ରାଦ୍ଧ ଉପଲକ୍ଷେ ଠାକୁରଙ୍କ ଶ୍ରୀଚରଣରେ ସେ ସ୍ୱର୍ଗତ ଆତ୍ମାଙ୍କର ସଦିଗନ୍ଧିତ ପ୍ରାର୍ଥନା ଜଣେ ସହିତ କାହ୍ନୁ ଭାଇ, ପ୍ରବୀଣ ମା, ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ବର୍ତ୍ତମାନ ଶଙ୍ଖଧ୍ୱନି ପ୍ରଦାନ କରିବେ ଆମ ଶ୍ରଦ୍ଧା ପ୍ରମିଳା ମା ଶ୍ରୀମତୀ ପ୍ରମିଳା ପାତ୍ର, ସଦ୍ଗୁରୁ ବନ୍ଦନା କରିବେ ଆମ ଶ୍ରଦ୍ଧା ମୋହନ ଭାଇ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପାତ୍ର। ବର୍ତ୍ତମାନ ପ୍ରମିଳା ମାଙ୍କୁ ଅନୁରୋଧ କରୁଛି ଶଙ୍ଖଧ୍ୱନି ପ୍ରଦାନ କରନ୍ତୁ। ଆଜ୍ଞା ଜୟଗୁରୁ। ଜୟଗୁରୁ ମା ଜୟଗୁରୁ। विष्णु गुरुदेव वैष्णव गुरुदेव ଜୟଗୁରୁ। ଶଙ୍ଖଧ୍ୱନି ପ୍ରଦାନ କଲେ ଆମର ସଦୈବ ପ୍ରମିଳା ମା ଶ୍ରୀମତୀ ପ୍ରମିଳା ପାତ୍ର, ସଦ୍ଗୁରୁ ବନ୍ଦନା କଲେ ଆମର ସଦୈବ ମୋହନ ଭାଇ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପାତ୍ର, ଉଭୟଙ୍କର ସେମାନଙ୍କର ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ଆମେ ସମତ ଭାବରେ 2 ମିନିଟ୍ ନାମ ଜପ କରିବା। ନାମର ସମୟ ଏବେ ଆରମ୍ଭ ହେଲା।
ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। ବର୍ତ୍ତମାନ ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କରିବେ ଆମର ସ୍ୱାମୀୟ ପ୍ରଦୀପ ଭାଇ, ଶ୍ରୀଯୁକ୍ତ ପ୍ରଦୀପ୍ତ କିଶୋର ନାୟକ ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କରିବେ। ଭାଇ ଜୟଗୁରୁ। ଜୟଗୁରୁ ଭାଇ ଜୟଗୁରୁ। ଏ ମର୍ମରେ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀହସ୍ତ ଲିଖିତ ସତ୍ୟାନୁସରଣ ପାଠ କରୁଛି। କ୍ଷମା କର କିନ୍ତୁ ଅନ୍ତରର ସହିତ, ଭିତର ଗରମ ରଖି ଅପାରଗତ ବଶତଃ କ୍ଷମାଶୀଳ ହେବାକୁ ଯାଅ ନାହିଁ। ବିଚାରର ଭାର ଶାସ୍ତିର ଭାର ଆପଣା ହାତରେ ନେବାକୁ ଯାଅ ନାହିଁ। ଅନ୍ତର ସହିତ ପରମ ପିତାଙ୍କ ଉପରେ ନ୍ୟସ୍ତ କର, ଭଲ ହେବ। କାହାରିକୁ ଅନ୍ୟାୟ ପାଇଁ ତୁମେ ଯଦି ଶାସ୍ତି ବିଧାନ କର, ନିଶ୍ଚୟ ଜାଣିଥାଅ ପରମ ପିତା ସେହି ଶାସ୍ତି ଉଭୟଙ୍କ ମଧ୍ୟରେ ତାରତମ୍ୟ ଅନୁସାରେ ଭାଗ କରିଦେବେ। ପିତାଙ୍କ ପାଇଁ ସତ୍ୟ ପାଇଁ ଦୁଃଖ ଭୋଗ କର, ଅନନ୍ତ ଶାନ୍ତି ପାଇବ। ତୁମେ ସତ୍ୟରେ ଅବସ୍ଥାନ କର, ଅନ୍ୟାୟକୁ ସହ୍ୟ କରିବାକୁ ଚେଷ୍ଟା କର, ପ୍ରତିରୋଧ କର ନାହିଁ, ଶୀଘ୍ର ହିଁ ପରମ ମଙ୍ଗଳର ଅଧିକାରୀ ହେବ। ଜୟ ଗୁରୁ। ଜୟଗୁରୁ। ସତ୍ୟାନ୍ୱେଷଣ ଗ୍ରନ୍ଥ ପାଠ କଲେ ଆମର ସ୍ୱାମୀୟ ପ୍ରଦୀପ ଭାଇ, ଶ୍ରୀଯୁକ୍ତ ପ୍ରଦୀପ୍ତ କିଶୋର ନାୟକ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶୀ ଚରଣ ପ୍ରାର୍ଥନା। ଜୟଗୁରୁ। ଜୟ ଗୁରୁ। ବର୍ତ୍ତମାନ ନାରୀ ନୀତି ଗ୍ରନ୍ଥ ପାଠ କରିବେ ଆମର ସଦ୍ୟ ନମିତା ମା, ଶ୍ରୀମତୀ ନମିତା ବେହେରା ନାରୀ ନୀତି ଗ୍ରନ୍ଥ ପାଠ କରିବେ। ଦାଦା ଜୟଗୁରୁ, ସମସ୍ତଙ୍କୁ ଜୟଗୁରୁ। ଜୟଗୁରୁ। ପରମ ଦୟାଲ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀମୁଖ ନିଃସୃତ ନାରୀନୀତିର ଓଡ଼ିଆ ଅନୁବାଦ ଗ୍ରନ୍ଥ ପାଠ। ନିଦ୍ରାରେ ଚେତନ ରହିବା ଭଗବାନଙ୍କର ଆଶୀର୍ବାଦ, ଆଉ ଏ ଚେତନା ହିଁ ଜୀବନ। ତୁମେ ବୃଥା ନିଦ୍ରାକୁ ସାଧି ଆଣନା, ସେତେ ଟିକିଏ ଶୁଅ ଯାହା ଫଳରେ ଆହୁରି ଉଦ୍ୟୁକ୍ତ ହୋଇ ଉଠିପାର। ବାଣୀ ସଂଖ୍ୟା 34। ଦାଦା ଜୟଗୁରୁ, ସମସ୍ତଙ୍କୁ ଜୟଗୁରୁ। ଜୟଗୁରୁ। ନାରୀ ନୀତି ଗ୍ରନ୍ଥ ପାଠ କଲେ ଆମର ସଦ୍ୟ ନମିତା ମା, ଶ୍ରୀମତୀ ନମିତା ବେହେରା ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶୀ ଚରଣ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ସଦ୍ୟ ଚିତ୍ରସେନ ଭାଇ, ଶ୍ରୀଯୁକ୍ତ ଚିତ୍ରସେନ ପଲେଇ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ। ଉପସ୍ଥିତ ସମସ୍ତଙ୍କୁ ମୋର ଜୟଗୁରୁ ଏବଂ ପ୍ରଣାମ। ପରମ ଦୟାଲ ପରମ ପ୍ରେମମୟ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀମୁଖ ନିଃସୃତ ସ୍ୱାସ୍ଥ୍ୟ ଓ ସଦାଚାର ସୂତ୍ର ପାଠ କରୁଛି। ତୁମେ ଯଦି ଚିକିତ୍ସକ ହୁଅ, ରୋଗୀ ଘରକୁ ଯାଇ ତାହାର ଆପାଦ ମସ୍ତକ ଦେଖ, ଅଙ୍ଗ ପ୍ରତ୍ୟଙ୍ଗର ବ୍ୟବସ୍ଥିତି ଅବଲୋକନ କର, ଅବସ୍ଥା ଅନୁଯାୟୀ ରୋଗୀ ସହିତ ଗଳ୍ପ ମଧ୍ୟ କର। ତାହାର ବୋଧ ବିବେକକୁ ଜାଣିନିଅ, ଭରସା ଦୀପ୍ତ ବିବେକର ଅନୁଧ୍ୟାୟୀ ସନ୍ଦିଶାରେ ବିହିତ ଅନୁକମ୍ପା ଓ ସହାନୁଭୂତି ସମ୍ପୂର୍ଣ୍ଣ ସାନ୍ତ୍ୱନା ସହିତ ଆଉ ତାହାର କଥା ଓ ରୋଗର ଲକ୍ଷଣ ଓ ତଦନୁଗ ତାହାର ବୋଧ କିପରି ତା ମଧ୍ୟ ମିଳେଇ ନିଅ, ଆଉ ତାହାର ଶରୀରର ସଙ୍ଗତିକୁ ଏବଂ ବ୍ୟତିକ୍ରମୀ ଓ ସହଜ ବୋଧ ଗୁଡ଼ିକୁ ମିଳେଇ ନେଇ ବିବେଚନା କରି ଦେଖ, ସେ ସହଜ ଅବସ୍ଥାରେ ବା କିପରି ଥାଏ, ବ୍ୟାଧିଗ୍ରସ୍ତ ଯେତେବେଳେ ସେତେବେଳେ ବା କିପରି, ସଙ୍ଗେ ସଙ୍ଗେ କେଉଁ ଔଷଧର ସଙ୍ଗତିଶୀଳ ମେଳ ଅଛି, ବୁଝି ସୁଝି ବାହାର କରିନିଅ। ଏହିପରି ଭାବରେ ଭିତର ଓ ବାହାରେ ସମସ୍ତ ଖୋଜ ନେଇ ବିଧାନର ବ୍ୟତିକ୍ରମ କେଉଁଠି ବୁଝିନିଅ, ତାହାର ଚିକିତ୍ସା ତଦନୁଗ କର, ଦେଖିବ ଅନେକ ଫଳ ପାଇବ, ଅନେକ ବ୍ୟାଧିଗ୍ରସ୍ତକୁ ସୁସ୍ଥ କରି ତୋଳିବ। ତୁମ ପ୍ରତି ସେମାନଙ୍କର ହୃଦୟ ମାଙ୍ଗଳିକ କାମନା ତୁମର ଜୀବନର ଶୁଭ ଗତିକୁ ସୌଷବ ମଣ୍ଡିତ କରି ତୋଳିବ। ଆଉ ଆଶ୍ୱାସ ଯେଉଁମାନେ ଦେଇ ପାରନ୍ତି ନାହିଁ, ସେମାନେ ପ୍ରଥମରୁ ଘାଇଲା କରନ୍ତି। ଜୀବନୀୟ ଅନୁସ୍ରୋତା ଅନୁଗତି ଫଳରେ ରୋଗୀ ଅନ୍ତସାର ଶୂନ୍ୟ ହୋଇପଡ଼େ। ବାଣୀ ସଂଖ୍ୟା 12, ପୃଷ୍ଠା ସଂଖ୍ୟା 5 ଏବଂ 6। ଜୟଗୁରୁ। ଜୟଗୁରୁ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସଦ୍ୟ ଚିତ୍ରସେନ ଭାଇ, ଶ୍ରୀଯୁକ୍ତ ଚିତ୍ରସେନ ପଲେଇ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶୀ ଚରଣ ପ୍ରାର୍ଥନା। ଜୟଗୁରୁ। ଜୟଗୁରୁ ଆଜ୍ଞା। ବର୍ତ୍ତମାନ ଆମେ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ସଦ୍ୟ ମୋହନ ଭାଇ, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପାତ୍ର
দ্বিতীয় ভজন পরিবেশন করিবে আমার শ্রদ্ধা কানু ভাই শ্রীত কাঞ্চন দাস। তৃতীয় ভজন পরিবেশন করিবে আমার শ্রদ্ধা প্রভাবতী মা শ্রীমতী প্রভাবতী সাহু। চতুর্থ ভজন পরিবেশন করিবে আমার শ্রদ্ধা প্রণতি মা শ্রীমতী প্রণতি প্রীতি মিশ্র। এবং পঞ্চম ভজন পরিবেশন করিবে আমার শ্রদ্ধা সম্বিত মা সুশ্রী সম্বিতা সাহু। বর্তমান অনুরোধ করছি আমার বিষ্ট কণ্ঠশিল্পী আমার শ্রদ্ধা মন ভাই সুধা চন্দ্রশেখর পাত্র প্রথম ভজন পরিবেশন করিবে। হ্যালো, হ্যাঁ আরম্ভ କରନ୍ତୁ। ଶୁଭୁଛି ତ? ହଁ ଶୁଭୁଛି।
পরিবারমে ভক্তবাঞ্ছন যুগ পরিবারমে ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ବିଷ୍ଣୁକଣ୍ଠୀ ଶ୍ରଦ୍ଧେୟ ମୋହନ ଭାଇ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପାତ୍ର ଖୁବ ସୁନ୍ଦର ଭାବରେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କ ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚଣ୍ଡୀ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁକଣ୍ଠ ଶିଳ୍ପୀ ଆମର ଶ୍ରଦ୍ଧେୟ କାହ୍ନୁ ଭାଇ ଶ୍ରୀଯୁକ୍ତ କାଞ୍ଚନ ଦାସ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଭାଇ ଜୟ ଗୁରୁ। ହଁ ଜୟ ଗୁରୁ ଜୟ ଗୁରୁ। ଆରମ୍ଭ କରନ୍ତୁ। କାହ୍ନୁ ଭାଇ ଆରମ୍ଭ କରନ୍ତୁ। ହଁ ଭାଇ, ମୁଁ ସତ୍ସଙ୍ଗରେ ଉପସ୍ଥିତ ସମସ୍ତ ମାନଙ୍କୁ ମୋର ଆନନ୍ଦିତ ଜୟ ଗୁରୁ ନିବେଦନ କରେ। ତୁମ ଦୟା କରୁଣା ସବୁ ଚାଲିଛି ସଂସାରେ, ଯିଏ ପାଥେୟ କରିଛି ତାର ଭୟ ନାହିଁ ବିଶ୍ଵ ଦରବାରେ। ଯିଏ ପାଥେୟ କରିଛି ତାର ଭୟ ନାହିଁ ବିଶ୍ଵ ଦରବାରେ। ତୁମ ଦୟା କରୁଣାରେ ସବୁ ଚାଲିଛି ସଂସାରେ, ତୁମ ଦୟା କରୁଣାରେ ସବୁ ଚାଲିଛି ସଂସାରେ। ଯିଏ ପାଥେୟ କରିଛି ତାର ଭୟ ନାହିଁ ବିଶ୍ଵ ଦରବାରେ। ଯିଏ ପାଥେୟ କରିଛି ତାର ଭୟ ନାହିଁ ବିଶ୍ଵ ଦରବାରେ।
तुम दिया सत नाम जीवनर महामोषधि तुम प्रेम परसरे छाड़ी जाए शोक जरा व्याधि तुम दिया सत नाम जीवनर महामोषधि तुम प्रेम परसरे छाड़ी जाए शोक जरा व्याधि जीव जगत तारण सबु जीवन कारण प्रभु धन्य हेले तुम परसरे जीव जगत तारण सबु जीवन कारण प्रभु धन्य हेले तुम परसरे तुम दया करुणारे सब चलिछि संसारे ଯିଏ ପାଥେୟ କରିଛେ ତାର ଭୟ ନାହିଁ ବିଶ୍ଵ ଦରବାରେ ଯିଏ ପାଥେୟ କରିଛେ ତାର ଭୟ ନାହିଁ ବିଶ୍ଵ ଦରବାରେ ବଂଶମୁଖୀ ମଣିଷର ଯନ୍ତ୍ରଣାକୁ କଲ ପ୍ରତିହତ কণ্টকিত জীবনার সব পথ কল কুসুমিত ধ্বংসমুখী মণিষর যন্ত্রণাকু কল প্রতিহত কণ্টকিত জীবনার সব পথ কল কুসুমিত दीन दयाल ठाकुर केते करिछ निजर सते बांधी देल प्रीति डर रे दीन दयाल ठाकुर केते करिछ निजर सते बांधी देल प्रीति डर रे तुम दया करुणा रे सबु चलिछि संसारे ଯିଏ ପାଥେୟ କରିଛେ ତାର ଭୟ ନାହିଁ ବିଶ୍ଵ ଦରବାରେ ଯିଏ ପାଥେୟ କରିଛେ ତାର ଭୟ ନାହିଁ ବିଶ୍ଵ ଦରବାରେ ତୁମକୁ ନେଇ ଜୀବନ ଚର୍ଯା ପର ଜନ୍ମେ ତାହା ଭୋଗୁ ये जीवात्मा मुरतव शांति स्वस्ति जन्मे जन्मे लभु तुमको नहीं जीवन चर्या पर जन्मे ता भोगु ये जीवात्मा मुरतव शांति स्वस्ति जन्मे जन्मे लभु प्रभु शरण देइछ तुम चरण पंकजे प्रभु लागेबाको तुमरे सेवारे प्रभु शरण देइछ तुम चरण पंकजे प्रभु लागेबाको तुमरे सेवारे तुम दया करुणा रे सब चलिछि संसारे ଯିଏ ପାଥେୟ କରିଛେ ତାର ଭୟ ନାହିଁ ବିଶ୍ଵ ଦରବାରେ ଯିଏ ପାଥେୟ କରିଛେ ତାର ଭୟ ନାହିଁ ବିଶ୍ଵ ଦରବାରେ ଯିଏ ପାଥେୟ କରିଛେ ତାର ଭୟ ନାହିଁ ବିଶ୍ଵ ଦରବାରେ ଜୟ ଜଗନ୍ନାଥ। जय गुरु खूब सुंदर भाव आम इष्ट कंठशिल्पी आम सदर कान्ह भाई श्रीत कांचन दास खूब सुंदर भाव निज स्वर भजन परिवेशन कले परिवार समस्त सार्विक मंगल ठाकुर चरण प्रार्थना। जय गुरु। वर्तमान परवर्ती भजन परिवेशन जय गुरुदादा
ଆଜ୍ଞା ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। दीन बंधु दीननाथ हे, तेरे रंग में हृदय रंगाया। दीन बंधु दीननाथ हे, तेरे रंग में हृदय रंगाया। बिन तेरे जीवन मेरा, बिन तेरे जीवन मेरा अंधियारा काल में खोया। तेरे रंग में हृदय रंगाया, तेरे रंग में हृदय रंगाया। दीन बंधु दीननाथ हे, तेरे रंग में हृदय रंगाया। चिर ज्योतिर्मया नयन तुम्हारा, चिर ज्योतिर्मया नयन तुम्हारा आलोकित करे भुवन सारा, आलोकित करे भुवन सारा। करुणावंकित तेरे मुस्कान में, करुणावंकित तेरे मुस्कान में जग में शांति सुस्ति लाया। तेरे रंग में हृदय रंगाया, तेरे रंग में हृदय रंगाया। दीन बंधु दीननाथ हे, तेरे रंग में हृदय रंगाया। परम प्रिया है तुमको पाकर, परम प्रिया है तुमको पाकर। आई तो आनंद मुझ पर छाया, आई तो आनंद मुझ पर छाया। शून्य हृदय में प्रभु वरनाथ है, शून्य हृदय में प्रभु वरनाथ है। अमृत धारा तुमने बहाया, तेरे रंग में हृदय रंगाया, तेरे रंग में हृदय रंगाया। दीन बंधु दीननाथ हे, तेरे रंग में हृदय रंगाया। बिन तेरे जीवन मेरा, बिन तेरे जीवन मेरा अंधियारा काला में खोया। तेरे रंग में हृदय रंगाया, तेरे रंग में हृदय रंगाया। तेरे रंग में हृदय रंगाया, तेरे रंग में हृदय रंगाया। जय गुरु दादा। जय गुरु। খুব সুন্দর সুন্দর কণ্ঠে আমরা বিষ্ট কণ্ঠশিল্পী प्रभावती माँ श्रीमती प्रभावती साहू খুব সুন্দর হরিভজন পরিবেশন করলে परिवार। जय गुरु दादा। बर्तमान परवर्ती भजन परिवेशन करिवे हमर अन्यतम विष्ट कण्ठशिल्पी हमर सद्या परवर्ती जरूर आपनको भी नेट प्रॉब्लम होउछि दादा। हाँ मोर टिके प्रॉब्लम अछि आउ थर अनुरोध करछि वर्तमान परवर्ती भजन परिवेशन करिवे हमर विष्ट कण्ठशिल्पी सद्या प्रणति मास श्रीमती प्रणति प्रीति मिश्र परवर्ती भजन परिवेशन करिवे।
जय गुरु दादा। जय गुरु महाराज, जय गुरु। जागर लगने लो तोरा जगना रे, जागर लगने लो तोरा जगना रे, बेदर विशाय मासूरे डाकनी जाय मोहन जोड़े, बेदर विशाय मासूरे डाकनी जाय मोहन जोड़े, आरके में कल घूमिए रवि में क्या बंदे, आरके में कल घूमिए रवि में क्या बंदे, जागर लगने लो तोरा जगना रे, जागर लगने लो तोरा जगना रे। रात्रि गेलो जागाराने गेलो रात्रि गेलो जागाराने गेलो मुक्ति पथे जाति तोरा चलाए बारी मुक्ति पथे जाति तोरा चलाए बारी जागर लगने लो तोरा रे जागर लगने लो तोरा रे और भाई उगेছে দেখছে ওই দয়ালি যে পাগরানা তোর ভয় উগেছে দেখছে ওই দয়ালি যে বিমলের ভক্তি দেখায় পরম আদরে বিমলের ভক্তি দেখায় পরম আদরে जागर लगने लो जागर लगने लो तोरा जगना रे। से पथरे चलते हमें सहायो रे अमृतमय मुक्ति सवारे जागर लगने लो तोरा जगना रे जागर लगने लो तोरा जगना रे। प्रवृत्ति रे अंजनी बोला प्रभु जय ध्वनि प्रवृत्ति रे साधन जनी बोला प्रभुर जय ध्वनि सप्तम्लाभि प्रेमे बरभन्न तोरा रे सप्तम्लाभि प्रेमे बरभन्न तोरा रे जागर लगने लो तोरा जगना रे जागर लगने लो तोरा जगना रे। ताहर लागी
আনন্দ হয় জল সমারে সাথে লয়ে তার লাগি আগুল হয় জল সমারে সাথে লয়ে ইষ্টে প্রতিষ্ঠানে পাবে মোনারে ইষ্টে প্রতিষ্ঠানে পাবে মুক্তি মোনারে জাগার লগনে লোরা লোরে জাগার লগনে লোরা জাগলোরে আগে হয় আনন্দ লাগে শান্তি পাবে শান্তি পাবে শান্তি পাবে শান্তি পাবে নামামৃত সুদানে ধন্য হবে নামামৃত সুদানে ধন্য হবে আর কেতে কাল কাটাবি দিন লাইনে জাগার আপনি লো তোরা জাগরে জাগার লগনে লো তোরা জাগরে বিদির বিষয় আমি যাই মোর জরে বিদির বিষয় মোর জরে আমি যাই মোর জরে আরতি করে রবি মিথ্যা প্রবন্ধে আরতি করে রবি মিথ্যা প্রবন্ধে জাগার লগনে তোরা জাগলোরে জাগার লগনে তোরা জাগলোরে জাগার লগনে তোরা জাগলোরে। জয় গুরু দাদা। জয় গুরু। খুব সুন্দর মধুর চলিত কণ্ঠের আমার বিষ্ট কণ্ঠশিল্পী আমার শ্রদ্ধা প্রণতি মা শ্রীমতী প্রণতি প্রীতি মিশ্র খুব ସୁନ୍ଦର ଭାବରେ ପରମ ପୂଜ୍ୟ ଶ୍ରୀ ଶ୍ରୀ ଦାଦାଙ୍କର ବିରଚିତ ଏହି କୋରସ ପରିବେଷଣ କଲେ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ ମା। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବା ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧା ସମ୍ବିତା ମା ସୁଶ୍ରୀ ସମ୍ବିତା ସାହୁ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। विभव विभूति प्रेमी नारायण विभव विभूति प्रेमी नारायण ठीक है प्रभु अवतारी प्रभु अवतारी प्रभु अवतारी प्रभु अवतारी विश्व कारण हे पुरुषोत्तम विश्व कारण हे पुरुषोत्तम जीवन रक्षाकारी विभव विभूति प्रेम नारायण विभव विभूति प्रेम नारायण ठाकुर प्रभु अवतारी प्रभु अवतारी प्रभु अवतारी प्रभु अवतारी प्रभु अवतारी सुशोभित
मण्डित स्निग्ध सुशोभित मण्डित दिव्यतनोचिरा भुवन वन्दित दिव्यतनोचिरा भुवन वन्दित सर्वपरिपूरणी काल विनाशिनी सर्वपरिपूरणी काल विनाशिनी सर्वपरिपूरणी काल विनाशिनी प्रभु वर्धिष्ठ अधिसारी मंगल सुंदर पृष्ठ सुधाकर करुणा विगलित शुभादंतर मंगल सुंदर पृष्ठ सुधाकर करुणा विगलित शुभादंतर भीति कृति पोषणी 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 शाश्वत धीपनी आदर्श धर्माचारी प्रभु अवतारी प्रभु अवतारी प्रभु अवतारी प्रभु अवतारी दुख वेदना शोक हरण दुख वेदना शोक हरण मुक्ति विधायक परम शरण मुक्ति विधायक परम शरण सर्व परिपालनी काल विनाशिनी सर्व परिपूरणी काल विनाशिनी सर्व परिपालनी काल विनाशिनी त्रिभुवन धारी दीन दयामय अनाथाश्रय चरण प्रथमे त्वरित शरणय दीन दयामय अनाथाश्रय चरण प्रथमे त्वरित शरणय जीवन स्वामी प्रभु जीवन स्वामी प्रभु जीवन स्वामी प्रभु जीवन स्वामी प्रभु जीवन स्वामी जीवन स्वामी प्रभु प्रणमामि सद्गुरु प्राण विहारी प्रभु अवतारी प्रभु अवतारी प्रभु अवतारी प्रभु अवतारी विश्वकार हे पुरुषोत्तम विश्वकारण हे पुरुषोत्तम जीवन रक्षाकारी विभव विभूति प्रेमी नारायण विभव विभूति प्रेमी नारायण ठाकुर प्रभु अवतारी 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 प्रभु ଜୟ ଗୁରୁ ଜୟ ଗୁରୁ খুব সুন্দর সমুদ্র শ্লীলিত কণ্ঠরে আমার বিশ্বকণ্ঠ শিল্পী আমার শ্রদ্ধেୟ ସମ୍ବିତ ମହାରାଷ୍ଟ୍ର ଶ୍ରୀ ସମ୍ବିତା ସାହୁ খুব ସୁନ୍ଦର ଭାବରେ ଆମର ସମୟ ଦୈନିକ ଭାଇ ତାଙ୍କର ପିତୃଦେବ ଠାକୁରଙ୍କର ପବିତ୍ର ପାଞ୍ଜାଧାରୀ କର୍ମୀ ଶ୍ରୀତ ଦାନିତ ସାହୁଙ୍କର ହାରମୋନିୟମ ସହାୟତାରେ ଖୁବ ସୁନ୍ଦର ଭାବରେ ଏଇ କୋରସ୍ ପରିବେଷଣ କଲେ ତାଙ୍କ ପରିବାର ସମସ୍ତଙ୍କ ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ଦାଦା ଜୟ ଗୁରୁ ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବେ ଦେବ ଭାଇ କି ମୋର ଜୟ ଗୁରୁ ପ୍ରଣାମ ଆପଣଙ୍କର ନିରତ ସାଧନା ଆପଣଙ୍କର ଯୋଉ ପରିଶ୍ରମ ଆପଣଙ୍କର ଇଷ୍ଟ ଲାଗି ଇଏ ଆମର ମୁଖାନତ ହେଉଛି ଆଜ୍ଞା ଆଉ
ଯୋଉ ଭଜନ ସବୁ ସିଟିଂ କରିଥିଲେ ସମସ୍ତଙ୍କର ଭଜନ ଏତେ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହେଇଛି। ଆଉ ମୁଁ ଠାକୁରଙ୍କ ପାଖରେ ସମସ୍ତଙ୍କର ମଙ୍ଗଳମୟ ଜୀବନ କାମନା କରୁଛି ଆଜ୍ଞା। ଜୟଗୁରୁ ଆଜ୍ଞା ଜୟଗୁରୁ। ଜୟଗୁରୁ ଦାଦା। ମୋର ପୂଜ୍ୟ ପ୍ରଭାତ ଦାଦା ବିରାମ ହେଇଗଲା। ତାଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଆମେ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜଣାଇବା। ଦାଦା ଜୟଗୁରୁ ଦାଦା, ମୁଁ ତାଳଚେରରେ ଅଛି, ମୋର ତାଳଚେର ଟ୍ରାନ୍ସଫର ହେଇଛି, ତାଳଚେରରେ ଅଛି, ଟିକେ ଲଜରେ ଅଛି, ଏଠି ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଛି। ଜୟଗୁରୁ ଜୟଗୁରୁ ଜୟଗୁରୁ। ଜୟଗୁରୁ ଦାଦା ଜୟଗୁରୁ। ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବା ଆମର ସାଧୁ ଆଦିତ୍ୟ ଭାଇ, ଶ୍ରୀଯୁକ୍ତ ଆଦିତ୍ୟ କୁମାର ପଣ୍ଡା ଏବଂ ତାଙ୍କର ପରିବାର କୀର୍ତ୍ତନ ପରିବେଷଣ କରିବେ। ଦାଦା ଜୟଗୁରୁ ଦାଦା। ଜୟଗୁରୁ ଜୟଗୁରୁ। ଉପସ୍ଥିତ ସମସ୍ତ ଦାଦା ମା ମାନଙ୍କୁ ମୋର ଜୟଗୁରୁ। ସେଇ ଡାକ ଶୁଭୁଛି ରେ, ସେଇ ରୂପ ଦିଶୁଛି ରେ ତାର, ସେଇ ଡାକ ଶୁଭୁଛି ରେ, ସେଇ ରୂପ ଦିଶୁଛି ରେ, କରୁଣା ଧରୁ ସୁଧାର ସାଗରୁ, କରୁଣା ଧରୁ କରୁଣା ଧରୁ ସୁଧାର ସାଗରୁ, କରୁଣା ଧରୁ ସେଇ ହସ ଝରୁଛି ରେ, ସେଇ ହସ ଝରୁଛି ରେ ତାର, ସେଇ ଡାକ ଶୁଭୁଛି ରେ, ସେଇ ରୂପ ଦିଶୁଛି ରେ ତାର, ସେଇ ଡାକ ଶୁଭୁଛି ରେ, ସେଇ ରୂପ ସେଇ ଡାକ ଶୁଭୁଛି ରେ, ସେଇ ରୂପ ଦିଶୁଛି ରେ ତାର, ସେଇ ଡାକ ଶୁଭୁଛି ରେ, ସେଇ ରୂପ କରୁଣା ଧରୁ ସୁଧାର ସାଗରୁ, କରୁଣା ଧରୁ ସୁଧାର ସାଗରୁ, ଧରୁଛି ରେ, ସେଇ ହସ ଧରୁଛି ରେ, କରୁଣା ଧରୁ ସୁଧାର ସାଗରୁ, ସେଇ ହସ ଧରୁଛି ରେ, ସେଇ ହସ ଧରୁଛି ତାର, ରେ ରୂପ ଦିଶୁଛି ରେ ତାର, ସେଇ ଡାକ ଶୁଭୁଛି ରେ, ସେଇ ରୂପ ସେ ହସରେ କେତେ ରତ୍ନ ସିଂହାସନ ତେଜି, ରତ୍ନ ସିଂହାସନ ତେଜି, ସେ ହସରେ କେତେ ରାଜେଶ୍ୱର ରତ୍ନ ସିଂହାସନ ତେଜି, ସେ ହସରେ କେତେ ରେ ଆନନ୍ଦ ଧୀରେ ରାତୁଳ ଚରଣେ ମଜି, ଅଥର ସୁଧାରେ ଆନନ୍ଦ ଧୀରେ ରାତୁଳ ଚରଣେ ମଜି, ମନ ପ୍ରାଣ ହୋଇଲା ରେ ଧନ୍ୟ, ତନୁ ମନ ପ୍ରାଣ ଆଜି, ତନୁ ମନ ପ୍ରାଣ ହୋଇଲା ରେ ଧନ୍ୟ, ତନୁ ମନ ପ୍ରାଣ ହୋଇଲା ରେ ଧନ୍ୟ, ସିନ୍ଧୁରେ ହଜିଛି ରେ, ସିନ୍ଧୁରେ ହଜିଛି ରେ, ମନ ପ୍ରାଣ ହୋଇଲା ରେ ଧନ୍ୟ, ତନୁ ମନ ପ୍ରାଣ ଆଜି, ତନୁ ମନ ପ୍ରାଣ ହୋଇଲା ରେ ଧନ୍ୟ, ତନୁ ମନ ପ୍ରାଣ ହୋଇଲା ହଜିଛି ରେ, ସିନ୍ଧୁରେ ହଜିଛି ତାର, ସେଇ ଡାକ ଶୁଭୁଛି ରେ, ସେଇ ରୂପ ଦିଶୁଛି ରେ ତାର, ସେଇ ଡାକ ଶୁଭୁଛି ରେ,
ପାଷାଣ କୋଇଲାରେ ଧନ୍ୟ ରାମ ରାଜୀବ ଲୋଚନ ପରସେ ଧନ୍ୟ ରାମ ପାଷାଣ କୋଇଲାରେ ଧନ୍ୟ ରାମ ରାଜୀବ ଲୋଚନ ପରସେ କୋଇଲାରେ প্রেমময়রে ধইলা পয়রে পতিত তাপিত জন প্রেমময়রে পয়রে ধইলা পয়রে পতিত তাপিত জন প্রেমময়রে ধইলা পয়রে নিত্য কহিলা বিশ্ব গাইলা কহিলা আজি বিশ্ব কহিলা বিশ্ব গাইলা নিত্য কহিলা ব্যথাহারি আসিছি রে ব্যথাহারি আসিছি রে নিত্য কহিলা বিশ্ব গাইলা নিত্য কহিলা ব্যথাহারি আসিছি রে ব্যথাহারি সেইটা কত চিরে সেই কত চিরে তারা কত বিশ্ব কহিলা বিশ্ব গাইলা বিশ্ব কহিলা বিশ্ব কহিলা বিশ্ব গাইলা বিশ্ব কহিলা ব্যথাহারি আসিছি রে ব্যথাহারি আসিছি রে বিশ্ব কহিলা বিশ্ব গাইলা বিশ্ব কহিলা বিশ্ব গাইলা ব্যথাহারি আসিছি রে ব্যথাহারি আসিছি রে সেই গান শুনছি রে সেই রূপ দিচ্ছি রে সেই গান শুনছি রে মোহন মুরলী সুরে মিলন মূর্ছনা প্রাণর যমুনা মোহন মুরলী মিলন মূর্ছনা প্রাণর যমুনা মোহন মুরলী সুরে মিলন মূর্ছনা প্রাণর যমুনা মোহন মুরলী প্রণয় বিমুখ কান্তা কদম্ব ঝুরে বিরহিণী রাধা কান্তা কদম্ব ঝুরে জীবরে জীবন নাকড়া কুচন্তি জীবরে জীবন আজি জীবরে জীবন নাকড়া কুচন্তি জীবরে জীবন মহাবাহু দিশুছি রে মহাবাহু দিশুছি রে জীবরে জীবন নাথড়া কুচন্তি জীবরে জীবন আজি জীবরে জীবন নাথড়া কুচন্তি জীবরে জীবন নাথড়া কুচন্তি মহাবাহু দিশুছি রে মহাবাহু দিশুছি রে
ଜୟ ଗୁରୁ ଦାଦା ସମସ୍ତଙ୍କୁ ଆମ ଜୟ ଗୁରୁ। ଜୟଗୁରୁ। ଖୁବ ସୁନ୍ଦର ଭାବରେ ଆମର ଆଦିତ୍ୟ ଭାଇ ଶ୍ରୀତ ଆଦିତ୍ୟ କୁମାର ପଣ୍ଡା ଏବଂ ତାଙ୍କ ପରିବାର, ତାଙ୍କ ଧର୍ମପତ୍ନୀ ଆମର ଶଙ୍ଖ ସିନେମା ଏବଂ ତାଙ୍କର ସୁକନ୍ୟା ଡକ୍ଟର ସୋନାଲି ଏବଂ କନିଷ୍ଠ କନ୍ୟା ଇଞ୍ଜିନିୟର ସତ୍ତା ଏବଂ ଆଉ ଯେଉଁମାନେ ବି ଥିବେ ମିଳିତ ଭାବରେ ଖୁବ ସୁନ୍ଦର ଭାବରେ ଏହି କୀର୍ତ୍ତନ ପରିବେଷଣ କଲେ। ଆଦିତ୍ୟ ଭାଇ, ଶଙ୍ଖ ସିନେମା, ଡକ୍ଟର ସୋନାଲି, ଇଞ୍ଜିନିୟର ସତ୍ତା ଏବଂ ଅନ୍ୟାନ୍ୟ ଯେଉଁମାନେ ବି ଥିବେ ତାଙ୍କ ପରିବାର ଏବଂ ସହଯୋଗୀ ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଅଶେଷ ପ୍ରାର୍ଥନା। ଜୟଗୁରୁ। ଜୟ ଗୁରୁ ଦାଦା, ସମସ୍ତଙ୍କୁ ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ। ଜୟଗୁରୁ। ଜୟଗୁରୁ। ପ୍ରତିଦିନ ପ୍ରାତଃ ସମୟରୁ ଚାନ୍ଦୋଳ ସତ୍ସଙ୍ଗ ବିହାର ଅନୁକୂଳରେ ଏହି ସତ୍ସଙ୍ଗ। ଆଜିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସମ୍ମାନୀୟ ଦୀପ ଭାଇ, ଠାକୁରଙ୍କ ସହପ୍ରତିନିଧି ଶ୍ରୀଯୁକ୍ତ ଶୁଭଙ୍କର ପଣ୍ଡା, ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶେଷ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସୁଶୀଲ ଭାଇ, ଶ୍ରୀଯୁକ୍ତ ସୁଶୀଲ କୁମାର ସାହୁ, ତାଙ୍କର ସୁପୁତ୍ର ସୁମିତ, ତାଙ୍କର ଜନ୍ମଦିନ, ସେଇ ସୁମିତଙ୍କର ସର୍ବଦା ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ସୁଶୀଲ ଭାଇ, ମଧୁସ୍ମିତା ମା, ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଜଣେ ଭିକାରୀ ଭାଇ ଶ୍ରୀତ ଭିକାରୀଚରଣ ପାତ୍ର, ତାଙ୍କର ସୁକନ୍ୟା ସୁସ୍ମିତା, ତାଙ୍କର PhD ଏକ୍ଜାମ ଅଛି, ତାଙ୍କର ସଫଳତା କୃତିତ୍ୱତା ପାଇଁ ଆମେ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା ସହିତ ଭିକାରୀ ଭାଇ ସବିତା ମା, ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧେୟ କାହ୍ନୁ ଭାଇ ଶ୍ରୀଯୁକ୍ତ କାହ୍ନୁଚରଣ ଦାସ, ତାଙ୍କର ମାତୃ ଶ୍ରାଦ୍ଧ ଉପଲକ୍ଷେ ଠାକୁରଙ୍କ ଶ୍ରୀଚରଣରେ ସେ ସ୍ୱର୍ଗତ ଆତ୍ମାଙ୍କର ସଦ୍ଗତି ପ୍ରାର୍ଥନା ଜଣାଇବା ସହିତ କାହ୍ନୁ ଭାଇ, ପ୍ରବୀଣା ମା, ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ତତ୍ସହିତ ଆସିଯାଉଛି ଆମର ସମ୍ମାନୀୟ ପୂର୍ଣ୍ଣଦା ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପତି, ତାଙ୍କର ଆଜି ଜନ୍ମଦିନ, ସେ ଉପଲକ୍ଷେ ତାଙ୍କ ପରିବାର ତରଫରୁ ତାଙ୍କର ସୁପୁତ୍ର ଆମର ପ୍ରୀତେନ ବାବୁ ଶ୍ରୀଯୁକ୍ତ ପ୍ରୀତେନ କୁମାର ପତ୍ରୀ ଏବଂ ତାଙ୍କର ସୁକନ୍ୟା ପ୍ରୀତିରାଣୀ ମା ଶ୍ରୀମତୀ ପ୍ରୀତିରାଣୀ ତ୍ରିପାଠୀ ଏମାନେ ସତ୍ସଙ୍ଗ ନିବେଦନ କରିଛନ୍ତି। ପୂର୍ଣ୍ଣଦାଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଆମେ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା ଜଣାଇବା ସହିତ ପୂର୍ଣ୍ଣଦା, କୁମୁଦିନୀ ମା, ପ୍ରୀତିନ ବାବୁ, ପ୍ରୀତିରାଣୀ ମା, ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ପୂଜ୍ୟ ସର୍ବଶ୍ରୀ ଅରୁଣ କୁମାର ସ୍ୱାଇଁ, ଅଶୋକ କୁମାର ମଲ୍ଲିକ, ବିଜୟଭୂଷଣ ମିଶ୍ର, ବିଚିତାନ୍ତ ଆଚାର୍ଯ୍ୟ, ବ୍ରଜବନ୍ଧୁ ବେହେରା, ଡକ୍ଟର ନଗେନ୍ଦ୍ର ସ୍ୱାଇଁ, ଡକ୍ଟର ସୀତାକାନ୍ତ ଦାସ, ଡକ୍ଟର ସୁମତ କୁମାର ମିଶ୍ର, ଡକ୍ଟର ପଞ୍ଚାନନ ମିଶ୍ର, ଡକ୍ଟର ପବିତ୍ର କୁମାର ମେକବ, ଦିବାକର ସ୍ୱାଇଁ, ଇଞ୍ଜିନିୟର କାଶୀନାଥ ତ୍ରିପାଠୀ, ଇଞ୍ଜିନିୟର ସଚିଦାନନ୍ଦ ମଲ୍ଲିକ, ଇଞ୍ଜିନିୟର ଶରତ କୁମାର ଦାସ, ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା, ଇଞ୍ଜିନିୟର ଯୁବରାଜ ପ୍ରସାଦ, ଜଗଦୀଶ ଚନ୍ଦ୍ର ସାହୁ, କୈଳାଶ ଚନ୍ଦ୍ର ବେହେରା, ମଙ୍ଗତା ସାହୁ, ନିମାଇ ଚରଣ ଦାସ, ପରେଶ୍ୱର ଜେନା, ପ୍ରଭାତ କୁମାର ସାହୁ, ପ୍ରଶାନ୍ତ କୁମାର ସିଂ, परशुराम माणिक, रमेश चंद्र नायक, रघुनाथ बस्तिया, रजनीकांत पंडा, रवीन्द्रनाथ प्रधान, संतोष कुमार षडंगी, सुभाष चंद्र दास, ताराकांत बेहरा, प्रोफेसर उग्रसेन लेखा, प्रोफेसर रुद्ररंजन त्रिपाठी एभଳି ଅନେକ ପୂଜ୍ୟ ରୀତି ମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବେ ହୁଏତ ମୁଁ ଦେଖି ନଥାଇପାରେ। ଆଉ ଆମ ପାଖରେ ଠାକୁରଙ୍କ କଥା ଯେତେବେଳେ ଧରିବେ ଆମର ସମସ୍ତେ ଜାଣିଛନ୍ତି, ଅନେକ ଥର ତାଙ୍କଠାରୁ ଠାକୁର କଥା ଶୁଣି ଆସୁଛନ୍ତି। ବିଜ୍ଞ ବ୍ୟକ୍ତିତ୍ୱ, ଜଣେ ସୁବକ୍ତା, ଆଉ ସେ ହେଲା ଆମର ସମ୍ମାନୀୟ କିଶୋର ଦା, ଠାକୁରଙ୍କର ପବିତ୍ର ପଞ୍ଜାଧାରୀ କର୍ମୀ, ବର୍ଷିୟାନ କର୍ମୀ ଶ୍ରୀ କିଶୋର ଚନ୍ଦ୍ର ନାୟକ। ଆଉ ପ୍ରତିଦିନ ସେ ଆମ ସହିତ ସତ୍ସଙ୍ଗରେ ସାମିଲ ଥାନ୍ତି। ଆଜି ଆମର ଅନୁରୋଧ ରକ୍ଷା କରି ଆମ ସହିତ ଅଛନ୍ତି, ଠାକୁରଙ୍କ କଥା ତୋଳି ଧରିବେ, ତାଙ୍କୁ ଅନୁରୋଧ କରିବା, ଆଲୋଚନା ଆରମ୍ଭ କରିବେ। ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ନାୟକ, ଠାକୁରଙ୍କର ପବିତ୍ର ପଞ୍ଜାଧାରୀ କର୍ମୀ, ଅଧୈର୍ଯ୍ୟ ଦେବ। ଆଜ୍ଞା, ଜୟ ଗୁରୁ। ଆଜ୍ଞା, ଜୟ ଗୁରୁ ଦାଦା। ପରିଷ୍କାର ଶୁଭୁଛି ଦାଦା? ଶୁଭୁଛି କି? ହଁ ଶୁଭୁଛି ଆଜ୍ଞା, ଶୁଭୁଛି। ଜୟ ଗୁରୁ। परम प्रेममय परम दयाल श्री श्री ठाकुर, परम आराध्या जगत जननी श्री श्री बड़मा, परम पूज्यपा युगाचार्य श्री श्री बड़दा, परम पूज्यपाद आचार्य देव, चतुर्देव श्रीपद पंकज तले मोर भक्तिपूत प्रणाम। इष्ट परिवार समस्त श्रीपद पंकज तले मोर आभूमि प्रणाम। आज ये चांदोल सत्संग आनुकूल्य प्रात सत्संग जोड़ी होता इष्ट वार्तावाही ऋतिक देवता मंडली, अधूर्य जाजक कर्मी मंडली, सत्संग प्रेमी गुरुभ्राता भक्तिमती मातृमंडली, पिला माने समस्त को मोर प्रीतिपूर्ण जय गुरु। समस्त सार्विक मंगल कामना करी परम दयाल रातर चरण तले प्रार्थना निवेदन जनाए। तो सुंदर मनोरम सकाळ एवं भजन कीर्तन, अति मधुर भजन कीर्तन, हृदय स्पर्शी भावमुखी कर समस्त को सबु भक्त माने सबु ज्ञानी गुणी
ସତ୍ସଙ୍ଗ ମାନେ ଯୋଡି ହେଇଛନ୍ତି ସମସ୍ତଙ୍କ ମନରେ ଖୁସି ଆନନ୍ଦ ଭରି ଦେଇଛି ଏବଂ ସମସ୍ତଙ୍କୁ ଉତ୍ସମୁଖୀ କରିଛି ମଧ୍ୟ ଏଇ ଭଜନ କୀର୍ତ୍ତନ। ତେଣୁ ସମସ୍ତ କଳାକାର ଭଜନ ଏବଂ କୀର୍ତ୍ତନ ଗାଇଥିବା ସମସ୍ତ କଳାକାର ମାନଙ୍କୁ ତାଙ୍କ ପରିବାର ସାର୍ବିକ ମଙ୍ଗଳ କାମନା କରି ପରମ ଦୟାଳଙ୍କର ଚରଣ ତଳେ ପ୍ରାର୍ଥନା ନିବେଦନ ଜଣାଏ। ଆଜି ଭୋଗ ଅର୍ଘ୍ୟ ନିବେଦନ କରି ଯୋଉମାନେ ଏଇ ସତ୍ସଙ୍ଗ ଏକ ମଧୁମୟ ପରିବେଶ ସୃଷ୍ଟି କରିବାରେ ସହଯୋଗ କରିଛନ୍ତି ଆଉ ଯିଏ ଯୋଉ ଉଦ୍ଦେଶ୍ୟରେ ଭୋଗ ଅର୍ଘ୍ୟ ନିବେଦନ କରିଛନ୍ତି ସେମାନଙ୍କର ପ୍ରଭୁ ତାଙ୍କର ଉଦ୍ଦେଶ୍ୟ ମଞ୍ଜୁର କରନ୍ତୁ ଏବଂ ସେମାନେ ମଙ୍ଗଳରେ ରହନ୍ତୁ। ଏହା ହିଁ ପ୍ରାର୍ଥନା ନିବେଦନ ଜଣାଏ ପ୍ରଭୁଙ୍କ ରାତ ଚରଣ ତଳେ। ସୁନ୍ଦର ଭଜନ କୀର୍ତ୍ତନ ମନୋରମ ପରିବେଶ ଆଉ ଏ ପ୍ରାତଃ ସତ୍ସଙ୍ଗ ପ୍ରାତଃ ବିନତି ପ୍ରାର୍ଥନା ପରେ ପ୍ରାତଃ ସତ୍ସଙ୍ଗରେ ଯୋଡି ହେଇଗଲେ ମନଟା ଟିକେ ଉତ୍ସମୁଖୀ ଈଶ୍ୱରମୁଖୀ ଭାବମୁଖୀ ହୁଏ। ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ ଯୋଉ ସାଂସାରିକ କର୍ମରେ ଆମେ ଯାଇ ଲାଗିଯାଉ ସେତେବେଳେ ମନଟା ଆଉ ବିଚଳିତ ସ୍ଥିର ରହେ ମନଟା ସ୍ଥିର ରହେ କାରଣ ସାଂସାରିକ କର୍ମରେ ମଣିଷ ବିଭିନ୍ନ ଧରଣର ବିଭିନ୍ନ ଚରିତ୍ର ଲୋକଙ୍କ ସହିତ ମିଶେ। ତେଣୁ ମନଟା ଟିକେ ବିକ୍ଷିପ୍ତ ହବାର ଯଥେଷ୍ଟ ସମ୍ଭାବନା ବିକ୍ଷିପ୍ତ ହୁଏ ମଧ୍ୟ। ତେଣୁ ଟିକେ ଈଶ୍ୱରମୁଖୀ ଉତ୍ସମୁଖୀ କରି ଟାଣ ହେଇକି ଉତ୍ସମୁଖୀ କରି ଆଉ ସତ୍ସଙ୍ଗ ଏଇ ପ୍ରାର୍ଥନା ଏସବୁ କରି ଗଲେ ମନଟା ସେ ଉତ୍ସମୁଖୀ ହେଇକି ରହିଥାଏ। ତେବେ ଯାହା ହଉ ଏ ପ୍ରାତଃ ସତ୍ସଙ୍ଗ ସମସ୍ତଙ୍କ ମନରେ ଭରି ଦେଇଛି ଆନନ୍ଦ। ଜୀବନରେ ଅନେକ ସମୟ ଆମେ କାଟିଛନ୍ତି ଆଜ୍ଞା ଜନ୍ମ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ବିଭିନ୍ନ କର୍ମ କରି ଆମେ ଏଇ ଜୀବନକୁ ଅତିବାହିତ କରୁ। ଏଇ ଜୀବନକୁ ସବୁ କେବଳ ଜୀବନଟାକୁ ଆନନ୍ଦ ଦେବା ପାଇଁ କିନ୍ତୁ ଏଭଳି ଦୁର୍ଲଭ ସମୟ ଏ ସମୟ ଯୋଉ କାଟୁ ଏ ସତ୍ସଙ୍ଗରେ ପ୍ରଭୁଙ୍କ ରାତ ଚରଣ ତଳେ ବସି ତାଙ୍କର ଭଜନ କୀର୍ତ୍ତନ ତାଙ୍କର ଗୁଣଗାନ ଶୁଣିବା ଭିତରେ ଯାଇ ଯୋଉ ସମୟଟା କାଟୁ ସେଭଳି ଦୁର୍ଲଭ ସମୟ ଆଉ ଜୀବନରେ ଆସେ ନାହିଁ। ଇଏ ଅତି ଦୁର୍ଲଭ। ତେଣୁ ମୋହମୁଦ୍ଗରେ ଶଙ୍କରାଚାର୍ଯ୍ୟ କହିଲେ କ୍ଷଣ ସଜ୍ଜନ ସଙ୍ଗତି ରେଖା ଭବତୀ ଭବାନବେ ତରଣ ନୌକା। କ୍ଷଣ ମାତ୍ର ଯଦି ସାଧୁ ସଙ୍ଗ କର ଏ ସଂସାର ସାଗରରେ ଅତିକ୍ରମ କରିବା ପାଇଁ ଆମକୁ ଆଉ କଷ୍ଟ ହବ ନାହିଁ। ଇଏ ସହଜ ହେଇଯିବ ମଣିଷ ଉତ୍ସମୁଖୀ ଈଶ୍ୱରମୁଖୀ ହେଇଯିବ ଯଦି ସାଧୁ ସଙ୍ଗ କରେ। ତେବେ ଏଇ ଦୁର୍ଲଭ ସମୟ କାହିଁକି ଏ ସମୟ ଭିତରେ ମଣିଷ ସମସ୍ତ ପ୍ରକାର ସାଂସାରିକ ଜଞ୍ଜାଳକୁ ଭୁଲିଯାଏ ସମସ୍ତ ଦୁଃଖ ଯନ୍ତ୍ରଣାକୁ ଭୁଲିଯାଏ କେବଳ ଉପଭୋଗ କରେ ପ୍ରଭୁଙ୍କର କଥା ତାଙ୍କର ଭଜନ ମାଧ୍ୟମରେ ପ୍ରଭୁଙ୍କୁ ଉପଭୋଗ କରେ ଭକ୍ତ। ଆଉ ଭକ୍ତ ଭଗବାନଙ୍କର ଅପୂର୍ବ ମିଳନ। ଭକ୍ତ ଏ ସୃଷ୍ଟିରେ ଶ୍ରେଷ୍ଠ ହଉଛନ୍ତି ମୋର ପ୍ରଭୁ ଗୁରୁ ବା ଇଷ୍ଟ ସେ ହେଲେ ସୃଷ୍ଟିର ଶ୍ରେଷ୍ଠ ସେ ହେଲେ ସ୍ରଷ୍ଟା ତାଙ୍କଠୁ ବଡ କେହି ନାହିଁ। ପ୍ରଭୁ କହନ୍ତି ମୋର ଭକ୍ତ ଠାରୁ ବଡ କେହି ନାହାନ୍ତି। ମୋର ଭକ୍ତ ହଉଛନ୍ତି ସବୁଠାରୁ ବଡ। ଯେ ଭକ୍ତ ମୋର ପିତାମାତା ଭକ୍ତ ମୋର ଗୁରୁ ଭକ୍ତ ମୋର ନାମ ଦେଇଛି ବାଞ୍ଛା କଳ୍ପ ତରୁ। ଭକ୍ତ ହାତେ ପ୍ରେମ ଡୋରି ଭକ୍ତ ଯେ ଦିଗେ ଟାଣେ ମୁଁ ସେ ଦିଗେ ଉରି। ଯେ ଭକ୍ତ ମୋର ପିତାମାତା ଭକ୍ତ ମୋର ଗୁରୁ ଭକ୍ତ ମୋର ନାମ ଦେଇଛି ଭକ୍ତ ମତେ ବାଞ୍ଛା କଳ୍ପ ତରୁ ବୋଲି କହେ କାରଣ ମୁଁ ତାଙ୍କ ଭକ୍ତଙ୍କର ମନବାଞ୍ଛାକୁ ପୂର୍ଣ୍ଣ କରେ। ତେଣୁ ମତେ ଭକ୍ତ ବାଞ୍ଛା କଳ୍ପ ତରୁ ବୋଲି ନାମକରଣ କରୁଛି। ଭକ୍ତ ହାତରେ ପ୍ରେମ ଡୋରି ଯେଦିକେ ଟାଣେ ମୁଁ ସେଦିକେ ଘୁରି। ଯେ ପ୍ରଭୁଙ୍କୁ ଭକ୍ତ କେବଳ ଟାଣି ପାରିବ ଆପଣାର କରିପାରିବ କେବଳ ପ୍ରେମ ଭଲ ପାଇବା ଏ ପ୍ରେମ ଡୋରିର ବନ୍ଧନରେ। ତେଣୁ ସତ୍ୟାନୁସରଣରେ ଠାକୁର କହିଲେ ସେ ସାଧାରଣ ଜୀବ ପରି ଥାନ୍ତି। ପ୍ରେମର ପ୍ରକ୍ଷାଳନରେ ହିଁ ତାଙ୍କର ଦୀପ୍ତିରେ ଜଗତ ଉଦ୍ଭାସିତ ହୁଏ। ପ୍ରେମୀ ହିଁ ତାଙ୍କୁ ଧରିପାରେ। ପ୍ରେମୀର ସଙ୍ଗ କର ସତ୍ସଙ୍ଗ କର ସେ ଆପଣା ଛାଏ ପ୍ରକଟିତ ହେବେ। କେବଳ ପ୍ରେମ ହିଁ ଏକମାତ୍ର ମାଧ୍ୟମ ଭଲ ପାଇବା ହିଁ ଏକମାତ୍ର ମାଧ୍ୟମ ଆପଣାର କରିବା ହିଁ ତାଙ୍କୁ ଯୋଉ ମାଧ୍ୟମରେ ଭକ୍ତ ଭଗବାନଙ୍କୁ ଆପଣାର କରିପାରିବ। ତେବେ ଏଇ ପ୍ରେମ ଭକ୍ତ କିଏ କାହାକୁ ଭକ୍ତ ବୋଲି ଆମେ କହିବା ନା ଯାହାର ଭକ୍ତି ଭାବ ଅଛି ଯାହାର ଭକ୍ତି ଭାବ ଅଛି ସେ ହଉଛି ଭକ୍ତ। ଏ ଭକ୍ତି ଭାବଟା କଣ ଭକ୍ତି ଭାବ କାହାର କେତେ ଅଛି ଏ ଭକ୍ତି ଭାବଟା କଣ ଠାକୁର ସତ୍ୟାନୁସରଣ ଅତି ସୁନ୍ଦର ଭାବରେ ସାଧାରଣ ଭାବରେ ସଂଜ୍ଞା ନିରୂପଣ କରିଦେଲେ। ଏ ମୂଳ ଆଡକୁ ଅନୁରକ୍ତି ହିଁ ଭକ୍ତି। ମୂଳ ଆଡକୁ ଅନୁରକ୍ତି ହିଁ ଭକ୍ତି। ଅତଏବ ଯିଏ ଉତ୍ସମୁଖୀ ବା ମୂଳ ଉତ୍ସ ଆଡକୁ ଅନୁରକ୍ତ ଯିଏ ଯେତେ ଅନୁରକ୍ତ ସେ ସେତିକି ବଡ ଭକ୍ତ। ତେଣୁ ତାଙ୍କ ଆଡକୁ ଯିଏ ଯେତେ ଅନୁରକ୍ତ ସେଇ ହଉଛି ପ୍ରକୃତରେ ଭକ୍ତ। କାରଣ ଉତ୍ସ ବିନା ସାଧନା ଇଏ
ବା ଅନୁରାଗ ତାଙ୍କ ବିନା ଏ ସାଧନା ଯେତେ ଜପ ତପ କଲେ ତା ମୂଲ୍ୟହୀନ ହେଇଯାଏ। ଯେ ଧର୍ମରାଜ ଯୁଧିଷ୍ଠିର ପଚାରିଲେନି ଇଏ ଧର୍ମରାଜ ଯୁଧିଷ୍ଠିର ପଚାରିଲେନି କି ଆଶ୍ଚର୍ଯ୍ୟ ଏ ପୃଥିବୀର ସବୁଠାରୁ ଆଶ୍ଚର୍ଯ୍ୟ କଣ ନା ଲୋକ ମଣିଷ ମରିଯାଏ ସମୟ ସରିଯାଏ ଜଣେ ପରେ ଜଣେ ମଣିଷ ମରେ ଲୋକ ଦେଖେ ସେ ଜାଣେ ତଥାପି ସେ ଆଚରଣ କରେ ସତେ ଯେମିତି ମୃତ୍ୟୁଟା କେବଳ ତା ପାଇଁ ଥିଲା ମୃତ୍ୟୁ କେବଳ ତା ପାଇଁ ଏ ଜୀବନରେ କେବେ ମରିବ ନାହିଁ ସବୁଦିନ ପାଇଁ ବଞ୍ଚିଥିବ ଏଇଭଳି କର୍ମ ଏଭଳି ଆଚରଣ ଏଭଳି କଥାବାର୍ତ୍ତା କରେ ମୃତ୍ୟୁ ସତେ ଯେମିତି ତା ପାଇଁ ନୁହଁ ସେଭଳି ଠାକୁରଙ୍କୁ ମତେ ପଚାରି ଦଉଛି ସବୁଠାରୁ ଆଶ୍ଚର୍ଯ୍ୟ କଣ ନା ମଣିଷ ଜପ ତପ କରେ ତପସ୍ୟା କରେ ଧ୍ୟାନ କରେ କେତେ ପୁଣ୍ୟ କାର୍ଯ୍ୟ କରେ ପାହାଡ ଜଙ୍ଗଲକୁ ଯାଏ ତପସ୍ୟା କରେ ଯାହାଙ୍କ ପାଇଁ ସେ ଯେତେବେଳେ ଆସନ୍ତି ଧରା ପୃଷ୍ଠକୁ ନରତନୁ ଧରି ମଣିଷ ସବୁ କିଛି ତ୍ୟାଗ କରି ତାଙ୍କ ପାଖକୁ ଛୁଟି ଯିବା ପରିବର୍ତ୍ତେ ମଣିଷ ତାକୁ ଚିହ୍ନି ପାରେ ନାହିଁ ସେ ଅଚିହ୍ନା ହେଇକି ରହିଯାଆନ୍ତି ଯୋଉଟା ଗୀତାରେ ପରମ ପୁରୁଷ ଶ୍ରୀକୃଷ୍ଣ କହିଲେ ଅବଜାନନ୍ତି ମୁଢା ମାନୁଷୀ ତନୁ ଆଶ୍ରିତ ସେ ମଣିଷ ତନୁ ଧରି ଆସନ୍ତି ବୋଲି ମଣିଷ ତାଙ୍କୁ ଚିହ୍ନି ପାରନ୍ତି ମଣିଷ ସବୁ ଛାଡି ତାଙ୍କ ପାଖକୁ ଛୁଟି ଯିବା ପରିବର୍ତ୍ତେ ତାଙ୍କ ପାଖକୁ ତାଙ୍କୁ ଚିହ୍ନି ପାରନ୍ତି ନାହିଁ ଏ ଧର୍ମ ହଉଛି ଆଜ୍ଞା ସେଇଆ ମୂଳ ଆଡକୁ ଅନୁରକ୍ତି ଓ ଭକ୍ତି ବା ଉତ୍ସମୁଖୀ ହେଇ ଚାଲିବା ପୂଜ୍ୟପାଦ ଦାଦା ପୂଜନୀୟ ଅବିନ୍ଦାଙ୍କୁ ସେ ଯୋଉ କଥାଟି କହିଥିଲେ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଦେଖ ଅବିନ୍ଦ ତୁ ଯେତେବେଳେ ମୋ ବୟସରେ ହେଇଯିବୁ ମୁଁ ନଥିବି ତୋ ବାବା ବି ନଥାଇ ପାରନ୍ତି କିନ୍ତୁ ସବୁ ମଣିଷ ଖାଲି ଠାକୁର 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 ହଉଥିବେ କାହିଁକି ଏ କଥା ପୂଜ୍ୟପାଦ ଆମେ ସିନା କଣ ଖାଇଛନ୍ତି ପୂର୍ବ ଦିନ ଆପଣ ଲଞ୍ଚ ଆୱାରରେ କଣ ଖାଇଛନ୍ତି ପଚାରିଲେ ଆପଣ କହିପାରିବେନି ମନେ ପକେଇକି କହିବେ କଣ ପୂର୍ବ ଆଗ ଦିନ ଲଞ୍ଚ ଆୱାରରେ ଖାଇଛନ୍ତି ସେ କିନ୍ତୁ ଅତୀତ କଣ ଭବିଷ୍ୟତ କଣ ଶତ ଶତ ବର୍ଷର ଆଗାମୀ ସୃଷ୍ଟିର କଣ ହବ ସେ କହିପାରିବେ କହିପାରନ୍ତି ତାଙ୍କ ଆଖି ଆଗରେ ନାଚି ଉଠେ ତେଣୁ ଏକଥା ପୂଜ୍ୟପାଦ ଦାଦା କହିବାର କାରଣ କଣ ନା ମଣିଷ ଉତ୍ସ ବିହୀନ ହୋଇ କେତେ ଦିନ ବଞ୍ଚିବ ଦୁଃଖ ଯନ୍ତ୍ରଣା କଷ୍ଟରେ ଖୋଜି ବୁଲିବ ଏଇ ଯନ୍ତ୍ରଣାକୁ ଦୂର କରିବା ପାଇଁ ଦୁଃଖ କଷ୍ଟକୁ ଜଞ୍ଜାଳକୁ ଦୂର କରିବା ପାଇଁ କୋଉଠି ଧରି ଚାଲିଲେ କୋଉ ପଥ ଧରି ଚାଲିଲେ ମଣିଷ ସୁଖ ଶାନ୍ତି ଆନନ୍ଦରେ ଚାଲିବ ଉତ୍ସଠୁ ବାଦ ଦେଇ କେହି କେବେ ସୁଖ ଶାନ୍ତି ବିଭିନ୍ନ ପ୍ରକାର ଲୋକ ସାଧନା କରୁଛନ୍ତି ନ ଖାଇ ନ ପିଇ କିଏ କଣ୍ଟା ବାଡରେ ଶୋଇ କିଏ ଜଙ୍ଗଲକୁ ଯାଇ ତପସ୍ୟା କରି କିଏ ବିଭିନ୍ନ ପ୍ରକାର ତପସ୍ୟା ସାଧନା କରୁଛନ୍ତି କିନ୍ତୁ ଯୋଉ ସାଧନାରେ ଉତ୍ସ ନାହିଁ କାହିଁକିନା ଧର୍ମର ପଥ ହଉଛି ପ୍ରକୃତରେ ଜୀବନକୁ ସରସ ସୁନ୍ଦର କରିବାର ପଥ ଗୋଟେ ଉଦାହରଣ ଦେଲେ ଆପଣ ଗଛଟେ ଦେଖୁଛନ୍ତି ଫଳ ଫୁଲରେ ସୁସଜ୍ୟ ସୁନ୍ଦର ଦେଖାଯାଉଛି ଏ ଫଳ ଫୁଲଟିକୁ ସୁନ୍ଦର କରି ଯିଏ ତୋଳିଛି ତାକୁ ଆମେ ଦେଖିପାରୁନାହୁଁ ଯେମିତି ଧର୍ମକୁ ସାଧନା କଲେ କେତେ ଧର୍ମ ପ୍ରାପ୍ତି ହଉଛି ଆମେ ତାକୁ ଜାଣିପାରୁନାହୁଁ ଦେଖିପାରୁନାହୁଁ ମାପି ପାରୁନାହୁଁ କୋଉ ପଥର ସାଧନାଟା ଠିକ ତେଣୁ ମଣିଷ ବିଭିନ୍ନ ପଥରେ ସାଧନା କରେ ତେଣୁ ଗଛ ଯୋଉ ପ୍ରସ୍ଫୁଟିତ ହଉଛି ତାକୁ କରୁଛି କିଏ ଚେର ତାକୁ କେହି ଦେଖିପାରନ୍ତି ନା ସେ ମାଟି ଭିତରେ ଥାଇ ଉତ୍ସ ସହିତ ଯୋଡି ହେଇକି ସେଟାକୁ ପ୍ରସ୍ଫୁଟ କରେ ଯୋଉ ଦିନ ଗଛକୁ ଉପାଡ଼ି ଆଣିବ ଉତ୍ସଠୁ ଅଲଗା କରିଦବ ଚେର ଥିଲେ ବି ସେ ଆଉ ପ୍ରସ୍ଫୁଟିତ ହେବନି ଶୁଖିଯିବ ସେଇଭଳି ଯୋଉ ସାଧନା କଲେ ଯାହା କଲେ ମଣିଷ ଉତ୍ସ ସହିତ ଯୋଡି ହେଇକି ଚାଲେ ସେଇଟା ହଉଛି ପ୍ରକୃତ ସାଧନା ସେଇଟା ହଉଛି ପ୍ରକୃତ ଧର୍ମର ପଥ ତାକୁ ବାଦ ଦେଇ ମଣିଷ କେବେ ଶାନ୍ତି ଆନନ୍ଦ ପାଇପାରିବ ନାହିଁ ଆପଣ ବିଶ୍ୱ ଆକାଶରେ ଏବେ ଦେଖୁଛନ୍ତି ବିଶ୍ୱ ଆକାଶରେ ଯେ ଯୁଦ୍ଧର ବାଦଲ ଘେରିକି ରହିଛି ଗୋଟିଏ କେତେବେଳେ କୋଉ ମୁହୂର୍ତ୍ତରେ କଣ ହବ କେହି ଚିନ୍ତା ବି କରିପାରୁନାହାନ୍ତି କେତେବେଳେ ଏଇ କୋଉ ମୁହୂର୍ତ୍ତରେ କଣ ହବ କିନ୍ତୁ ଆମମାନେ ସବୁ ନିରାପଦରେ ଅଚିନ୍ତାରେ ସେ ବିଷୟ ମୁଣ୍ଡ ପୁରାଣା ଗୋଟିଏ ଆମର ଚିନ୍ତା ପ୍ରଭୁଙ୍କୁ ଆମେ ତୃପ୍ତ କରିବା ଉତ୍ସକୁ ତୃପ୍ତ କରିବା ଠାକୁର କହିଲେ ମୁଁ ଯୋଉ ଆଦର୍ଶ ତମମାନଙ୍କ ପାଖରେ ରଖିଦେଇ ଗଲି ତା ଉଣା ଅଳ୍ପ ବହୁତ କରି କରି ଚାଲ ପୃଥିବୀର ଏମିତି କୌଣସି ଶକ୍ତି ନାହିଁ ତମକୁ ଧ୍ୱଂସ କରିଦବ ଆଉ ଯଦି ନ କରି ଚାଲ ତାହେଲେ ପୃଥିବୀର ଏମିତି କୌଣସି ଶକ୍ତି ନାହିଁ ତମକୁ ରକ୍ଷା କରିବ ତେଣୁ କେବଳ ସେ ହିଁ ଶରଣ ସେ ହିଁ ଶ୍ରେଷ୍ଠ ତାଙ୍କରି କଥା ହିଁ ଶ୍ରେଷ୍ଠ କର୍ମ ତାଙ୍କରି କଥା ହିଁ ଶ୍ରେଷ୍ଠ କଥା ତାଙ୍କରି କର୍ମ ହିଁ ଶ୍ରେଷ୍ଠ କର୍ମ ତାଙ୍କରି ଚିନ୍ତା ହିଁ ଶ୍ରେଷ୍ଠ ଚିନ୍ତା ଏଇଟା ଆମ ଜୀବନର ଏଇଟା ହଉଛି ବାସ୍ତବିକତା ଆପଣ ଗଛଟାକୁ ଉପାଡ଼ି ଆଣିଲେ ଉପାଡ଼ି ଆଣିକି ରଖିଦେଇକି ଯେତେ ସାର ପାଣି ଦେଲେ ସେ ଆଉ କଣ ହବ ବଞ୍ଚିବ ସେ ଆସ୍ତେ ଆସ୍ତେ ଶୁଖି 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 ଯିବ କାରଣ ଉତ୍ସଠୁ ବିଚ୍ଛିନ୍ନ ହେଇଯାଇଛି ଆପଣ ମାଛଟାକୁ ପାଣିରୁ କାଢି ଆଣିବେ ମାଛଟାକୁ ପାଣିରୁ କାଢି ଆଣିକି ରଖିଲେ ଯେତେ ଯାହା କଲେ ବି ସେ ଛଟପଟ ହବ କାରଣ ତାର ଉତ୍ସଠୁ ସେ ଦୂରେଇଗଲା ଆଲୋକକୁ ଆପଣ ପଛ କରିବେ ସୂର୍ଯ୍ୟକୁ ଆପଣ ପଛ କରିଦେଲେ ପଛ କରି ଠିଆ ହେବେ ଛାଇଟା ଆଗର ନିଶ୍ଚୟ ରହିବ ସେ ଛାଇକୁ ଆପଣ ଦୂର କରିପାରିବେ ନାହିଁ ଯଦି ସୂର୍ଯ୍ୟକୁ ପଛ କରିଛନ୍ତି କାରଣ ଉତ୍ସ ସିଏ ନା ଆଲୋକର
ତାକୁ ପଛ କଲେ ଆପଣ ସୂର୍ଯ୍ୟକୁ ମୁହଁ କରିକି ଠିଆ ହେବେ ତାହେଲେ ଆଗରେ ଆଉ ଛାଇ ରହିବ ନାହିଁ। ତେଣୁ ଉତ୍ସକୁ ଯିଏ ଉତ୍ସମୁଖୀ ହେଇକି ଉତ୍ସକୁ ସମ୍ମୁଖ ହେଇକି ଚାଲିଛି ତା ଜୀବନରେ କେବେ ଦୁଃଖ କଷ୍ଟ ଆସିବ ନାହିଁ। କାରଣ ସେ ଆଉ ଏଇଟା ହଉଛି ଜୀବନ ସବୁଠାରୁ ଶ୍ରେଷ୍ଠ ସାଧନା। ସ୍ୱୟଂ ପୁରୁଷୋତ୍ତମ ଧରା ପୃଷ୍ଠକୁ ଅବତରଣ କରିଛନ୍ତି। ଆମେ ପରମ ଭାଗ୍ୟବାନ। ଆଜ୍ଞା ଜୀବନର ଇଏ ଆର୍ଯ୍ୟ ମୁନି ଋଷି ମାନେ ଗୁରୁ ପରମ୍ପରା ଦେଇଥିଲେ। ଆପଣ ଗୁରୁ ଗ୍ରହଣ କରି ଗୁରୁଙ୍କ ମାଧ୍ୟମରେ ପ୍ରଭୁଙ୍କୁ ପାଇବେ। ଗୁରୁଙ୍କ ମାଧ୍ୟମରେ ପ୍ରଭୁଙ୍କୁ ଯେମିତି ଧ୍ରୁବ ତପସ୍ୟା କରିଥିଲା, ନାରଦ ଦୀକ୍ଷା ଦେଲା ପରେ ସେ ତାର ତପସ୍ୟା ସାର୍ଥକ ହେଲା। ଯେମିତି ଆପଣଙ୍କର ସବରୀ ମାତଙ୍ଗ ମୁନିଙ୍କର ଆଶୀର୍ବାଦ ପାଇଲା ପରେ ସେ ପ୍ରଭୁଙ୍କୁ ତାଙ୍କର ଚରଣ ସ୍ପର୍ଶ ହେଲା, ତାଙ୍କର ପାଦ ସ୍ପର୍ଶ ହେଲା ତାଙ୍କ ଘରେ ବା ପ୍ରଭୁଙ୍କୁ ଦର୍ଶନ ପାଇଲା ସବରୀ। ଆମେ କିନ୍ତୁ ଭାଗ୍ୟବାନ ଏଇଥିପାଇଁ ନନ୍ଦସୁତ ହରି ଭୁବନେ ପ୍ରକାଶ ସ୍ୱୟଂ ପରମ ପୁରୁଷ ଧରାପୃଷ୍ଠକୁ ଗୁରୁ ରୂପରେ ଆସିଛନ୍ତି। ସ୍ୱୟଂ ପରମ ପୁରୁଷ ଆସିଛନ୍ତି ନିଜେ, ଆଉ ମାଧ୍ୟମ ନାହିଁ, ତାଙ୍କୁ ସିଧାସଳଖ ଆମେ ପାଇଛନ୍ତି ଏବଂ ସେ ସିଧାସଳଖ ବତେଇ ଦେଇଛନ୍ତି ମଣିଷର ଉଦ୍ଧାର, ଜୀବନର ଉଦ୍ଧାର ଆଉ ଜୀବନକୁ ସରସ ସୁନ୍ଦର କରିବାର ବାଟଟା, ଯୋଉ ବାଟଟା ଦେଇ ମଣିଷ ଚାଲିଲେ ତାର ଜୀବନଟା ସରସ। ତେଣୁ ଅତି ସହଜ ସୁନ୍ଦର ଭାବରେ ମଣିଷ ରୂପରେ ସେ ଆସିଛନ୍ତି। ଏଇଟା ହଉଛି ଧର୍ମର ମୂଳ କଥାଟା ହଉଛି ଆମେ ଉତ୍ସଟାକୁ ବାଦ ଦେଇକି ଯାହା କଲେ ବି, ଉତ୍ସକୁ ବାଦ ଦେଇକି ଯେତେ ସାଧନା ଯାହା କଲେ ବି, ଯେତେ ପୁଣ୍ୟ କଲେ ବି ତାର ଫଳ କିନ୍ତୁ ଆସିବ ନାହିଁ। ସେ ଅତି ସହଜ ସୁନ୍ଦର ଭାବରେ କେତେ ସୁନ୍ଦର ଠାକୁର ଇଷ୍ଟବୃତ୍ତି ଯୋଉ ପଦ ରଖିଲେ, ଆଜି ଯୋଉ ଡିପି ୱାର୍କସ ଆମେ କରୁଛନ୍ତି, ଏଇ ଡିପି ୱାର୍କସ ମାଧ୍ୟମରେ ବାସ୍ତବରେ ଆମେ ଅନୁଭବ ଉପଲବ୍ଧି କଲୁ ଏତେ ଦିନ ପରେ ଯେ ପ୍ରକୃତରେ ଆମେ ଅନ୍ୟ କଥା ଟିକେ ଧର୍ମ ପଥରେ ବାସ୍ତବିକ ଆମେ ଚାଲିଛୁ। ଅନ୍ୟର କଥା ଯେତେବେଳେ ବୁଝୁଛନ୍ତି, ଅନ୍ୟ ପାଖକୁ ଯାଉଛନ୍ତି, ଲୋକ କେତେ ପ୍ରକାର କେତେ ସମସ୍ୟାରେ ଅଛନ୍ତି, ବିଭିନ୍ନ କଥା ବହୁତ ମାନେ ହୃଦୟସ୍ପର୍ଶୀ କଥା ମଧ୍ୟ ଲୋକମାନଙ୍କ ପାଖରୁ ଶୁଣିବାକୁ ମିଳୁଛି। ବିଭିନ୍ନ କାରଣରୁ ବିଭିନ୍ନ ଲୋକ ଦୀକ୍ଷା ଛାଡ଼ି ଦେଇଛନ୍ତି, ହୁଏତ ଠାକୁରଙ୍କୁ ସେ ଠିକ ଭାବରେ ବୁଝି ପାରୁନାହାନ୍ତି ବା ଇଷ୍ଟବୃତ୍ତି କଣ ଠିକ ଭାବରେ ଜାଣିପାରୁନାହାନ୍ତି, ତେଣୁ ସେମାନେ ଛାଡ଼ିଛନ୍ତି। ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ବୁଝେଇ ପୁଣି ଫେରେଇ ଆଣିବା। ଏଇଠି ଆପଣ ଗୋଟିଏ ଥରେ ଯଦି ଯାଇକି ଆପଣ ଜଣକୁ ଫେରେଇ ଆଣି ପାରିଲେ, ପୁନଃ ଇଷ୍ଟବୃତ୍ତି କରେଇ ପାରିଲେ ବା 5ଟା ଦୀକ୍ଷା କରେଇ ପାରିଲେ, ଲାଗେ ମନରେ ସତେ ଯେମିତି ମୁଁ ଗୋଟେ ରାଜ୍ୟ ଜୟ କରିକି ଆସିଲି ଏଭଳି ମନଟା। କାରଣ ମୁଁ ପ୍ରଭୁଙ୍କୁ ଖୁସି କରିଦେଇଛି। ଏଥିରେ ପ୍ରଭୁ ଖୁସି ହୁଅନ୍ତି, ଆଚାର୍ଯ୍ୟ ଦେବ ଖୁସି ହୁଅନ୍ତି, ଠାକୁର ଖୁସି ହୁଅନ୍ତି। ତେଣୁ ତାକୁ ଖୁସି କରିବାଠୁ ବଡ ସାଧନାଟା ଆଉ କଣ ଅଛି? ତେଣୁ ଠାକୁର କହିଲେ ଯେ ଇଏ ସଂସାରରେ ମୋ ଠାରୁ ତମର ଅତି ପ୍ରିୟ ଅତି ଆପଣାର କେହି ବି ନଥାଏ, କିଛି ବି ନଥାଏ। ତାଙ୍କ ଠାରୁ ଯେମିତି ଅତି ପ୍ରିୟ ଅତି ଆପଣାର ଏ ଦୁନିଆରେ କେହି ବି ନଥାଏ, କିଛି ନଥାଏ। କାହିଁକି ନା ମଣିଷ ସବୁବେଳେ ଅତି ପ୍ରିୟ ଆପଣା ଲୋକ କଥା ଭାବେ, ଚିନ୍ତା କରେ, ତାଙ୍କ କଥା ଲାଗେ, ତା ପାଖରେ ଦେଖା କରିବା ତା ପାଖକୁ ବାରମ୍ବାର ଯାଏ। ଯାହାର ଅତି ପ୍ରିୟ ଅତି ଆପଣାର ଲୋକ ପାଖକୁ ଅତି ପ୍ରିୟ ଜିନିଷଟାକୁ, ଯିଏ ଅତି ପ୍ରିୟ ବସ୍ତୁଟାକୁ ସେ ପାଇବା ପାଇଁ ସବୁବେଳେ ଇଚ୍ଛୁକ ଥାଏ। ତେଣୁ ଠାକୁର କହିଲେ ଯେମିତି ଅତି ପ୍ରିୟ ଅତି ଆପଣାର କେହି ବି ନଥାଏ ମୋ ଠାରୁ, ତେଣୁ ସିଏ ଯେମିତି ଆମର ଅତି ପ୍ରିୟ ଅତି ଆପଣାର ହୁଅନ୍ତି। ମୁଣ୍ଡରେ କେବଳ ତାଙ୍କରି ଚିନ୍ତାଟା ଥାଏ, ତାଙ୍କ କଥା ତାଙ୍କ ଭାବନାଟା ଥାଏ, ତାହେଲେ ସେଇଟା ହଉଛି ଭଲ ପାଇବାର ଲକ୍ଷଣ ଆଉ ଉତ୍ସମୁଖୀ ହବାର ଲକ୍ଷଣ। ତେଣୁ ଉତ୍ସମୁଖୀ ହବାକୁ ହେଲେ ସବୁବେଳେ ତାଙ୍କ ଚିନ୍ତାଟାକୁ ମୁଣ୍ଡରେ ରଖିବାକୁ ପଡିବ। ଶ୍ରେଷ୍ଠ ଚିନ୍ତା ତାର ଚାହିଦା, ପ୍ରାଣ ଭରି ଯାର থাকে, ପୂରଣ ପ୍ରବଣ ପ୍ରୟାସରେ ଧ୍ୟାନୀ ବୋଲି থাকে। ତାଙ୍କର ଏଇ ଚିନ୍ତା ଚାହିଦା, ସେ କଣ ଚାହୁଁଛନ୍ତି, କେତେ ବ୍ୟାକୁଳ ହେଇକି। ଏଥର କହୁଥିଲେ ପୂଜନୀୟ ଅବିନ୍ଦା କହିଲେ, ଏଥର ଉତ୍ସବ ବେଳକୁ ଯଦି ତମେ 25% କରିପାରିବ, ମୁଁ ଆଉ ବାବା 2 ଜଣ ଯାକ ଯିବୁ। ମାନେ କେତେ ଆଗ୍ରହ ତାଙ୍କର। କଣ ପାଇଁ କରୁଛନ୍ତି, ସେ କାହା ପାଇଁ କରୁଛନ୍ତି? ଆମମାନଙ୍କ ପାଇଁ। ଏତେ ଆଗ୍ରହ ଆମମାନଙ୍କ ପାଇଁ ଯେ ଆମେ କେମିତି ଭଲରେ ସୁସ୍ଥ ରହିବା। ଆପଣ ଅନ୍ୟର ତ ଭଲ ଚିନ୍ତା କରିବେନି, ଭଲ କଥା ବୁଝିବେନି, ଅନ୍ୟ କଥା କିଛି ବୁଝିବେନି, ତାହେଲେ ଭଲ ରହିବେ କେମିତି? ମୁଁ ଖାଲି ଚାହିଁଲେ ମୁଁ ନିଜେ ଭଲ ରହିବି, ଭଲ ରହିପାରିବେନି। ଆମର ପରିବେଶ ସମସ୍ତେ ଯେମିତି ଭଲ ରହିବେ, ଏଇ ଚିନ୍ତାଟାକୁ କରିବାକୁ ପଡିବ। ତେଣୁ ଇଏ ହଉଛି ଡିପି ୱାର୍କ। ଆଉ ଠାକୁର ଯୋଉ ଏଇ କଥାଟା କହିଲେ, ଇଷ୍ଟ ଠାରୁ ଥିଲେ ଆପଣା ଜନ, ଛିନବି ନୁହେଁ ତାର ଜୀବନ। ତାଙ୍କ ଠାରୁ ଯେମିତି ଅତି ପ୍ରିୟ ଅତି ଆପଣାର କେହି ବି ନଥାଏ, କିଛି ବି ନଥାଏ, ଥିଲେ କିନ୍ତୁ ଅସୁବିଧାରେ ପଡିବ। ସିଏ ଯେମିତି ଅତି ପ୍ରିୟ ଥାନ୍ତି। ଗୋଟେ ଉଦାହରଣ ଜୀବନରେ ଏଇ ଯୋଉ ଆମର ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ ହେଇଗଲା, ମୁଁ ଠିକ 15-20 ବର୍ଷ ତଳ କଥା କହୁଛି, 15-20 ବର୍ଷ ତଳ କଥା, ବହୁତ ଦିନ କଥା। ଆମେ ସେତେବେଳେ କଣ କରୁଛୁ, ଛୋଟ ଗାଡି କରିକି ସବୁ ରିଜର୍ଭ କରି ଯାଉଥିଲେ। ତ ସେତେବେଳେ ଗାଡି କରି ଯାଉଥିଲେ, ସେ ଗୋଟେ ସାଇଡ୍ ମା ଜଣେ ଅଛନ୍ତି,
ତାଙ୍କୁ ଆମେ ବୋଡୁ ମା ବୋଲି କହୁ ବୋଡୁ ସାହିରେ ଆମର ଓଲ୍ଡ ଟାଉନରେ। ଆଉ ଦେବେନ୍ଦ୍ର ଭାଇ ଜାଣିଛନ୍ତି କାରଣ ସେ 2-4-5 ବର୍ଷ ରହିଛନ୍ତି ଏଠି ଓଲ୍ଡ ଟାଉନରେ। ସେ ବୋଡୁ ମା ଅତି ଭକ୍ତ ଲୋକ, ଅତି ଭକ୍ତ ମଣିଷ। ସେ ମାଟି ଅତି ଭକ୍ତ ମଣିଷ ଯାହାକୁ କହନ୍ତି ଆପଣଙ୍କର ଏଇ ପାଖାପାଖି ଆମ ପୁରୁଣା ଭୁବନେଶ୍ୱର କର୍ମୀଙ୍କର ଅଧେ କର୍ମୀଙ୍କର ସେ କୋଟା ଫିଲଅପ କରିଛନ୍ତି ବୁଲି ବୁଲି ରାତି 10ଟା-11ଟାରେ ଅଧିକ କଲେକ୍ସନ କରିବ। ଆଉ ଏମିତି କଥା କହିବ ଯିଏ ନ ଦେଇକି ଲୋକ ନଦବା ଲୋକ ମଧ୍ୟ ଦବ। ଠିକ ଆଉ ସେ ଥରେ କହିଲେ ଖାଲି ସେଠି ନୁହଁ, ତାଙ୍କର ଗୋଟେ ଅଧିକା କଳା ଥିଲା, ସେ ଭାରି ଭଜନ ଗାଆନ୍ତି। ସେତେବେଳେ ରେଡିଓ ଆର୍ଟିଷ୍ଟ ସେ ଥିଲେ, ଆଉ ଭଜନ ଲେଖନ୍ତି ମଧ୍ୟ। ସେ ଭଜନ ଗାଆନ୍ତି, ଭଜନ ଲେଖନ୍ତି, କାରଣ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କଠୁ ସେ ଗୀତ ଶିଖୁଥିଲେ। ତେଣୁ ସେ ଭଜନ ଗାଆନ୍ତି, ଭଜନ ଲେଖନ୍ତି ମଧ୍ୟ। ସେ କହିଲେ ସନ୍ଧ୍ୟାବେଳେ କହିଲେ ପୁରା 2-3 ଦିନ ଉତ୍ସବ ଅଛି, କହିଲେ କିଶୋର ଭାଇ ଆମେ ଗୋଟେ ଗାଡି କରିଦବା, ଆଉ ସବୁ ଆମ ଗାଁର ସବୁ ଆମ ସାହିରେ ଯିବା ପାଇଁ ସବୁ ବାହାରୁଛନ୍ତି, ସାଙ୍ଗ ହେଇଯିବା। ମୁଁ କହିଲି ହଁ କରିଦବା, କରିଯିବା। ସେଠୁ ଗାଡି ହେଲା, ଗାଡି ହେଇକି ଆମେ ବାହାରିଲୁ ଉତ୍ସବକୁ ଯିବା ପାଇଁ। ଉତ୍ସବକୁ ଯିବା ପାଇଁ ବାହାରିଲୁ, ସବୁ ଗାଡିରେ ବସିଲେ, କିଛି ଭାଇମାନେ ବସିଲେ, ଆଉ ମା ମାନେ ସବୁ ବସିଲେ। ବସ୍ କା ମା ମାନେ ସବୁ ବସିଛନ୍ତି, ପୁରୀ ଯିବେ। ପୁରୀ ଯିବା କଥା କହିଲେ ସମସ୍ତଙ୍କର ମନ ତ ଆଗ୍ରହ ହୁଏ, ବସିଲେ। କିଛି ଅଧିକୃତ ଲୋକ ମଧ୍ୟ ବସିଲେ, ମା ମାନେ ବସିଲେ। ଗଲୁ ଯାଇ ପୁରୀ ପାଖାପାଖି ସମସ୍ତେ କହିଲେ ଆଗେ ଜଗନ୍ନାଥ ମନ୍ଦିର। ମୁଁ କହିଲି ନାଇଁ ନାଇଁ ଆଗେ ଯିବା ଉତ୍ସବକୁ, ଉତ୍ସବ ସାରି ଖିଆପିଆ ସାରିକି ଏଠିକି ଫେର। ନାଇଁ 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 ଆଗେ ଜଗନ୍ନାଥ। ଜିଦ୍ କରି ଧରି ବସିଲା, ଆଉ ଆମେ ଜଗନ୍ନାଥ ମନ୍ଦିର ଆଗେ ଯିବା। ଆଉ ଏମିତି ଜିଦ୍ କରି ହଉ, ତାଙ୍କ ଜିଦକୁ ତ ଆଉ ଟାଣି ହବନି। ସବୁଠୁ କହିଲେ ହଉ ଯିବା। ଆଉ ସବୁଠୁ ଗାଡି ରଖିଲୁ, ଗାଡି ରଖି ସେତେବେଳେ 11ଟା-12ଟା ପାଖାପାଖି ବୋଧେ ହବ ରଖି ଆମେ ମନ୍ଦିର ଗଲୁ। ମନ୍ଦିର ଜଗନ୍ନାଥ ମନ୍ଦିର ବୋଲି ଆସିଲା ବେଳେ ତାଙ୍କ ଭିତରୁ ଜଣେ ମାଟିଏ ହଜିଲେ। ଜଣେ ମାଟିଏ ହଜିଲେ, ଆମେ ତ ଖୋଜୁଛୁ ଆଉ ବୁଢୀ ଲୋକ, ତାଙ୍କୁ ପାଇବା କେମିତି କଷ୍ଟ, ବା ତାଙ୍କୁ ଛାଡିକି ଆମେ ଯାଇପାରୁନୁ ଉତ୍ସବସ୍ଥଳୀକୁ। ବ୍ୟସ୍ତ ହେଲାଣି, ମନ ବ୍ୟସ୍ତ ହେଲାଣି, 11ଟା-12ଟା ହେଇଗଲାଣି, ଆମେ ଉତ୍ସବକୁ ଯାଇପାରୁନୁ। କଣ କରିବୁ? ଆମେ ତାଙ୍କୁ ଖୋଜୁଛୁ, ଏମିତି ଖୋଜୁ ଖୋଜୁ ଦିନ 3ଟା-4ଟା ଏମିତି ସନ୍ଧ୍ୟା ହେଇଗଲା। ଏମିତି ସନ୍ଧ୍ୟା ହେଇଗଲା, ଆଉ ଆମେ ସେ ମାଆଙ୍କୁ ଆଉ ପାଇଲୁନି। ଯାହା ହଉ ସନ୍ଧ୍ୟା ପରେ ଠାକୁରଙ୍କ ଦୟା, ଯେ ଅପୂର୍ବ ଦୟା, ସେ ତ ଠାକୁରଙ୍କର ମାଲିକଙ୍କର ଇଚ୍ଛା ଥିଲା ନା, ଏ ଆମ ଇଚ୍ଛା ନୁହଁ, ତାଙ୍କ ମାଲିକଙ୍କର ଇଚ୍ଛା ଥିଲା। ତେଣୁ ଯାହା ହଉ କୌଣସି ମତେ ସେ ମା ଜଣକୁ ଆମେ ପାଇଗଲୁ। ସେ ମା ଜଣକୁ ଆମେ ପାଇଗଲୁ। ପାଇଗଲା ପରେ ସେ ବଡମା କଣ କରିବା, ଆଉ ଯିବା ସନ୍ଧ୍ୟା 7ଟା-7:30 ଆଉ ଯିବା କଣ, ଘରକୁ ପଳେଇବା। ଆଉ ସେଇଠୁ ଗାଡି ଧରିକି ଘରକୁ ଫେରିଲୁ। ଚିନ୍ତା କରନ୍ତୁ, ତାମାନେ ଜଗନ୍ନାଥ ମନ୍ଦିର ଯିବା ଆମର ଭୁଲ ନୁହଁ, ସେ କଥା ନୁହଁ। ଆମେ ଯୋଉ ଉଦ୍ଦେଶ୍ୟରେ ଯାଇଥିଲୁ ସେ ଉଦ୍ଦେଶ୍ୟକୁ ପଛ କରିଦେଇକି ଆମ ପ୍ରଥମ ଉଦ୍ଦେଶ୍ୟଟା ଆମେ ଆଗ ମନ୍ଦିର ତାକୁ ପ୍ରାୟୋରିଟି ଦେଲୁ। ଆମର ପ୍ରାୟୋରିଟି ଯୋଉଠି ଦବା କଥା ସେଠି ଆମେ ଦେଲୁ ନାହିଁ। ଉଦ୍ଦେଶ୍ୟରେ ଯାଇ ଯୋଉ ଉତ୍ସବକୁ ଯିବୁ, କିନ୍ତୁ ଆଗ ଜଗନ୍ନାଥ ବୋଲି, ଏଇଟା ହଉଛି କଥା। ତେଣୁ ସେଦିନ ମୁଁ ଅନୁଭବ କଲି ଯେ ପ୍ରକୃତରେ ଆମର ଉଦ୍ଦେଶ୍ୟଟାକୁ ଆମେ ଠିକ ଭାବରେ କାର୍ଯ୍ୟକାରୀ କରିପାରିଲୁ ନାହିଁ ବୋଲି ଆମେ ସେ ଜାଗାରେ ପହଞ୍ଚି ପାରିଲୁ ନାହିଁ। ଏତେ କଥା କରି ଗଲୁ କିନ୍ତୁ ଉତ୍ସବରେ ପହଞ୍ଚି ପାରିଲୁ ନାହିଁ। ତେଣୁ ଜୀବନରେ ଠକିବାକୁ ହୁଏ ଯଦି ତାଙ୍କୁ ଆମେ ବାଦ ଦେଇଦବା, ପଛ କରିଦବା। ତେଣୁ ତାଙ୍କୁ ସବୁବେଳେ ଆଗରେ ମୁଣ୍ଡ ରଖି ଚାଲିବାକୁ ପଡିବ। ତାଙ୍କୁ ମୁଣ୍ଡରେ ରଖି ଚାଲିବାକୁ ପଡିବ। ତାଙ୍କୁ ମୁଣ୍ଡରେ ରଖି ଚାଲିଲେ ଏଇ ଇଷ୍ଟ ଚିନ୍ତା ଆଉ ତାଙ୍କର ଚାହିଦାକୁ ମୁଣ୍ଡ ରଖି ଚାଲିଲେ ମଣିଷ ସବୁ ଠିକ ବୁଦ୍ଧିଟା, ଠିକ ଚିନ୍ତାଟା ମୁଣ୍ଡକୁ ଆସେ। ଆଉ ଯୋଉମାନେ ଅଧିକୃତ ଲୋକ ଥିଲେ ତାଙ୍କ ମୁଣ୍ଡରେ କଣ ଏଇ ଚିନ୍ତା ଆସିବ? ସେ ତାଙ୍କ ମୁଣ୍ଡରେ ଏଇ ଚିନ୍ତା ଆସିବ ନାହିଁ। ଆମେ ଜଗନ୍ନାଥ ମନ୍ଦିର ଯୋଉମାନେ ଯିବୁ, ତାଙ୍କ ଜିଦକୁ ଆମେ ଏଡେଇ ପାରିଲୁନି। ତେଣୁ ଏଇଟା ହେଲା ଗୋଟେ। ତେବେ ଠାକୁର ମାଲିକ ଯେ ସମସ୍ତଙ୍କ ପାଖେ ପାଖେ ଥାଆନ୍ତି, କିଏ କୋଉ ଭାବରେ ତାଙ୍କ ପାଖକୁ ଯାଉଛି ସେଇଟାକୁ ସିଏ ଅନୁଭବ କରନ୍ତି। ସେଇ ଅନୁସାରେ ଯାହାର ଯେମନ୍ତ ଭାବ ଦେଖି ନାବ ମୁଁ ଦିଅଇ ସଳଖି, କିଏ କୋଉ ଭାବରେ ତାଙ୍କ ପାଖକୁ ଯାଉଛନ୍ତି ସେ କଥା ସିଏ ଜାଣିଛନ୍ତି। ସିଏ ସେଇ ଅନୁସାରେ ଫଳଟା ମଧ୍ୟ ଦିଅନ୍ତି। ତେଣୁ ସିଏ ହେଲେ ଭାବଗ୍ରାହୀ, ସିଏ କୋଉ ଭାବଟାକୁ ସିଏ ଗ୍ରହଣ କର। ତେଣୁ ସେଇ ଭାବରେ, ସେଇ ଚିନ୍ତାରେ ଯୋଉମାନେ ଲାଗି ରହିଛନ୍ତି ସେମାନେ ବାସ୍ତବିକ ଅନୁଭବ କରୁଛନ୍ତି, ତାଙ୍କୁ ଉପଲବ୍ଧି କରୁଛନ୍ତି ଏବଂ ତାଙ୍କର ଆଶୀର୍ବାଦ, ଦୟା, କରୁଣାକୁ ସେମାନେ ପାଇଛନ୍ତି। ଆଉ ସବୁଠାରୁ ସୁନ୍ଦର କଥା, ଏଇ ଯୋଉ କହୁଥିଲି ଯୋଉ ସେ ମାଙ୍କ କଥା, ଯୋଉ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ କଥା ଦୀକ୍ଷା ନେଇଥିଲେ, ତାଙ୍କୁ ସେ ଯାଜନ କରି ଦୀକ୍ଷା ଦିଆ କରିଥିଲେ। ଏବଂ ଖାଲି ସେତିକି ନୁହଁ, ସେ ହଉଛନ୍ତି ବୋଧେ ଓଡିଶାର ଏକମାତ୍ର ଭକ୍ତ ମୁଁ କହିପାରିବିନି, ବୋଧେ ଭକ୍ତ ଯିଏକି ଠାକୁରଙ୍କର ସମସ୍ତ ସ୍ୱରୂପଟାକୁ ସେ ଦର୍ଶନ କରିଥିଲେ। ଆପଣମାନେ ସମସ୍ତେ ଶୁଣିଥିବେ ତାଙ୍କ କଥା, ଯେତେବେଳେ ଠାକୁରଙ୍କୁ ଦର୍ଶନ କରିବା ପାଇଁ କହିଲେ ଜ୍ଞାନୀ ଲୋକ, ସେ ଜ୍ଞାନୀ ଲୋକ, ବୁଦ୍ଧିମାନ ଲୋକ, କହିଲେ ଯାହାଙ୍କୁ ମୁଁ ଗୁରୁ ରୂପେ ଗ୍ରହଣ କରୁଛି, ଇଷ୍ଟ ରୂପେ, ଏମିତି କଥାବାର୍ତ୍ତା ହେଇକି କହୁଥିଲି। ଗୁରୁ ରୂପେ ଗ୍ରହଣ କରିଛି, ମୁଁ ତାଙ୍କୁ ଯଦି ଦର୍ଶନ ନ କରିବି, ତାଙ୍କୁ ନ ଦେଖିବି, ମୋର ଗୁରୁ ରୂପେ ଗ୍ରହଣ କରିବାର କଣ ସାର୍ଥକତା ରହିଲା? ମୁଁ ଯିବି ତାଙ୍କୁ ଦର୍ଶନ କରି। ସପରିବାର ଯାଇଥିଲେ ଏବଂ ଯୋଉ ଦିନ ଯାଇ ସକାଳେ ପହଞ୍ଚିଲେ ସେଦିନ ମଧ୍ୟାହ୍ନ ବେଳେ ଠାକୁର ବିହାର ମୁଖ୍ୟମନ୍ତ୍ରୀଙ୍କ ପ୍ରୋଗ୍ରାମଟାକୁ କ୍ୟାନସଲ କରିଦେଲେ। ପ୍ରୋଗ୍ରାମଟାକୁ କ୍ୟାନସଲ କରିକି ତାଙ୍କୁ
ଡାକିଥିଲେ ଏବଂ ଡାକିକି ତାଙ୍କର ଯୋଉ ଗୀତ ଗୋବିନ୍ଦ ଗାଇବା ପାଇଁ ଠାକୁର ନିର୍ଦ୍ଦେଶ ଦେଇଥିଲେ, ଗୀତ ଗୋବିନ୍ଦ ଗାଇବା ପାଇଁ। ଆଉ ସେ ଗୀତ ଗୋବିନ୍ଦର ସେ 10 ଅବତାରଟା ଗାଇଥିଲେ। 10 ଅବତାର ସେ ପୁରା ଗାଇ ପାରିଲେ ନାହିଁ ସେଦିନ ଠାକୁରଙ୍କ ପାଖରେ। ଠାକୁରଙ୍କ ପାଖରେ ସେଦିନ ପୁରା ଗାଇ ପାରିଲେ ନାହିଁ। ସେ ଯୋଉ ଯୋଉ ଅବତାର ଗାଉଛନ୍ତି ସେ ଠାକୁରଙ୍କ ଶରୀର ଭିତରେ ସେଇ ରୂପ ସେ ଦେଖୁଛନ୍ତି। ଯୋଉ ଯୋଉ ଅବତାର ସେ ଗୀତ ଭିତରେ ଗାଉଛନ୍ତି ଠାକୁରଙ୍କ ରୂପ ଭିତରେ ସେଇ ରୂପ ଗୁଡା ଦେଖୁଛନ୍ତି। ତେଣୁ ହଠାତ୍ ସେ ଇଏ ହେଇପଡିଲେ, ଅଚେତ ହେଇଗଲେ, ଆଉ ସେ ଗାଇ ପାରିଲେ ନାହିଁ ଠାକୁରଙ୍କ ପାଖରେ। ତାପରେ ପରେ ଠାକୁର ପ୍ରାର୍ଥନା କଲେ, ଠାକୁର ମୁଁ ଆଉ ଗାଇପାରିବିନି। ହଉ ଠିକ ଅଛି, ଆଉ ଥରେ ଆସ। ପୁଣି ଥରେ ଆସିଲେ ଏବଂ ଠାକୁର ଗାଇଥିଲେ। ତାପରେ ଯେତେବେଳେ ବିଦାୟ ନେଲେ ସେଇ କଥା ଯେ ଯୋଉଦିନ ସକାଳେ ସେ ଆସିବା କଥା ସମ୍ପୂର୍ଣ୍ଣ ହେଲା, ଠାକୁରଙ୍କଠୁ ଆଶୀର୍ବାଦ ଆଣିଲେ, ସେଟା ସକାଳେ ଆସିବେ। ଆସିଲା ସକାଳ ପରେ ମଧ୍ୟାହ୍ନ ବେଳେ ଠାକୁର ପଠେଇଲେ କିଛି ଲୋକ ଯାଆନ୍ତି ବାଳକୃଷ୍ଣ ଯାଇଛି କି ଅଛି ଦେଖିବ, ନା ଠାକୁର ସେ ସକାଳେ ପଳେଇଲେଣି। ସେ କହି ଯାଇଥିଲେ ତ ତାଙ୍କର ଫାଇନାଲ ଥିଲା ଯେ ସକାଳେ ପଳେଇଲେଣି, କିନ୍ତୁ ସେଦିନ ତାଙ୍କର ପେଟଟା ଖରାପ ହେଇଗଲା, ସେ ଆଉ ଯାଇପାରିଲେନି, ରହିଲେ। ଠାକୁର କହିଲେ ଆରେ ଯା, ମୁଁ କହୁଛି ଦେଖି ଆସେ। ଠାକୁର ଟିକେ ବିରକ୍ତ ହେଲେ, ସେ ଯାଇକି ଭକ୍ତମାନେ ଦେଖିଲେ ଯେ ପ୍ରକୃତରେ ସେଦିନ ସେ ଯାଇନାହାନ୍ତି, ତାଙ୍କ ପେଟ ଅସୁସ୍ଥ। ତାଙ୍କ ପାଖରେ ପହଞ୍ଚିଲେ, କହିଲେ ଠାକୁର ପଠେଇଥିଲେ ଆମକୁ, ସେ ଯାଇଛି କି ନାହିଁ ଦେଖି ଆସିବ ବୋଲିକି। ସେ ଗୋଟେ ଦର୍ଶନାନୁଭୂତି ବୋଲି ଗୋଟେ ଆର୍ଟିକିଲ ଲେଖିଥିଲେ ବହୁତ ଦିନ ତଳେ, ବାଳକୃଷ୍ଣ ଦାସଙ୍କ ଲେଖା ଦର୍ଶନାନୁଭୂତି। ସୁନ୍ଦର ଲେଖାଟିଏ, ବହୁ ଦୀର୍ଘ ଲେଖା ସେ ଲେଖିଛନ୍ତି। ମୁଁ ସର୍ଟକଟରେ କଥାଟା କହିଦେଲି। ସେ ହଉଛନ୍ତି ଭକ୍ତ ଯିଏକି ଠାକୁରଙ୍କୁ ଦର୍ଶନ କରିଥିଲେ। ତେବେ ଆପଣଙ୍କର ସେଇ ଭାବଟା, ସେଇ ଅନୁରକ୍ତ, ମୂଳ ଆଡକୁ ଅନୁରକ୍ତି, ସେ ଅନୁରକ୍ତଟା ଯେତେ ରହିବ ଆପଣ ସେତେ ଅନୁଭବ କରିବେ, ତାଙ୍କୁ ଦର୍ଶନ କରିବେ। ତେଣୁ ଆଉ ଆପଣ ମଧ୍ୟ ସେଇଭଳି ଜୀବନ ଲାଭ କରିବେ। ଜୀବନକୁ ଯୋଉ ଭାବରେ ବଳି ଦେବେ ସେଇଭଳି ଜୀବନ ନିଶ୍ଚୟ ଲାଭ କରିବେ। ଆଉ ବିଶ୍ୱାସଟା ଦରକାର, ଗଭୀର ବିଶ୍ୱାସଟା ଦରକାର। ଠାକୁର କହିଲେ ଗଭୀର ବିଶ୍ୱାସରେ ସବୁ କିଛି ସମ୍ଭବ ହୁଏ। ମଲା ମଣିଷ ମଧ୍ୟ ବଞ୍ଚି ଯାଇଛି, ତାଙ୍କ ପାଖରେ ଅସମ୍ଭବ କିଛି ନାହିଁ। ମଲା ମଣିଷ ମଧ୍ୟ ବଞ୍ଚି ଯାଇଛି। ଆଉ ବିଶ୍ୱାସଟା ବିସ୍ତାର ଆଉ ଚୈତନ୍ୟ ଆଣି ଦେଇପାରେ। ବିଶ୍ୱାସ ମଣିଷକୁ ବିସ୍ତାର ଆଉ ଚୈତନ୍ୟ ମାନେ ଜ୍ଞାନ ଉଦୟ ହୁଏ। ତାଙ୍କ ଉପରେ ଯାହାର ଯେତେ ବିଶ୍ୱାସ, ତାଙ୍କ କର୍ମ ଯିଏ ଯେତେ କରେ, ତାର ଜ୍ଞାନଟା ସେତେ ଉଦୟ ହେଇଯାଏ, ସେ ଜ୍ଞାନୀ ହେଇଯାଏ। ତେଣୁ ଅଜ୍ଞାନୀ କିଏ? ଯିଏ ତାଙ୍କୁ ଜାଣିପାରନ୍ତି ନାହିଁ। ତେଣୁ ଗୀତାର ଶ୍ରୀକୃଷ୍ଣ ସେ କଥା କହିଲେ, ଅବଜାନନ୍ତି ମାମୁଢା, ଯିଏ ତାଙ୍କୁ ନ ଜାଣେ ସେ ହେଉଛି ଅଜ୍ଞାନୀ, ମୂଢ। ପାଠ ଖାଲି ପଢିଗଲେ କିଏ ଇଞ୍ଜିନିୟର କିଏ ଡକ୍ଟରେଟ ପଢି ସେମାନେ ଜ୍ଞାନୀ ନୁହଁ। ତାଙ୍କୁ ଯିଏ ଯେତିକି ଜାଣିଛି ସେ ସେତିକି ଜ୍ଞାନୀ, ଆଉ ତାଙ୍କୁ ଯିଏ ଯେତିକି ନ ଜାଣେ ଅବହେଳିତ କରେ ସେ ସେତିକି ଅଜ୍ଞାନୀ। ତେଣୁ ତାଙ୍କୁ ଜାଣିବାକୁ ହେଲେ ତାଙ୍କର ପ୍ରତି ଗଭୀର ବିଶ୍ୱାସଟା ଦରକାର। ଯୋଉ ବିଷୟଟା ପୂଜନୀୟ ଆଚାର୍ଯ୍ୟ ଦେବ ଏ ବାଳକାଟି ସତ୍ସଙ୍ଗ କେନ୍ଦ୍ର ଯୋଉ ଦୀକ୍ଷା ପ୍ରୋଗ୍ରାମରେ ଆସିଥିଲେ, ସେ କହୁଥିଲେ ଗୋଟେ କଥା, କହିଲେ ଆପଣମାନଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ, ଫରକ ନାହିଁ, କେବଳ ଗୋଟିଏ ଫରକ, ମୁଁ ଯେତିକି ବିଶ୍ୱାସ କରେ ଆପଣ ସେତିକି ବିଶ୍ୱାସ କରନ୍ତି, ଆପଣମାନଙ୍କ ଭିତରେ ସେତିକି ବିଶ୍ୱାସ ନାହିଁ, ସେ ସେତିକି ବିଶ୍ୱାସ କରନ୍ତି। ତେଣୁ ଠାକୁର ଯାହା କହିଥିଲେ, ଯୋଉ ପୂଜନୀୟ ଅବିନ୍ଦା ଆଜି କହୁଛନ୍ତି, ଏଇ ଡିପି ୱାର୍କ ବୁଲୁଛନ୍ତି, ଆଚାର୍ଯ୍ୟ କହୁନାହାନ୍ତି, ଅବିନ୍ଦା କହୁନାହାନ୍ତି, ଏ ଠାକୁର କହୁଛନ୍ତି। ଏ ଠାକୁରଙ୍କର ନିର୍ଦ୍ଦେଶ, କୋଉ ପରିସ୍ଥିତିରେ କେତେବେଳେ କଣ କରିବାକୁ ପଡିବ ସେ ନିର୍ଦ୍ଦେଶ ଦିଅନ୍ତି। ତାଙ୍କ ନିର୍ଦ୍ଦେଶକୁ ଆମ ମାଧ୍ୟମରେ ସେ କାର୍ଯ୍ୟକାରୀ କରନ୍ତି, କାହିଁକିନା ଆମେ ମଙ୍ଗଳରେ ରହିବା, ଭଲ ରହିବା। ସିଏ ଯାହା ଯାହା ସବୁ ବିଧାନ ରଖିଛନ୍ତି ଆମେ ଭଲ ରହିବା, ଆମେ ମଙ୍ଗଳରେ ରହିବା ପାଇଁ। ତେଣୁ ମାନେ ବିନା ଦ୍ୱିଧାରେ, ବିନା ଆଳସ୍ୟରେ ତାଙ୍କର କାର୍ଯ୍ୟକୁ ନିଜ ପୂଜନୀୟ ଅବିନ୍ଦା କହୁଥିଲେ ମିନିମମ୍ ଘଣ୍ଟାଏ, ଯୋଉମାନେ ସବୁ କାମରେ ବିଭିନ୍ନ କାମରେ ଅଛନ୍ତି, ଅନ୍ତତଃ ଘଣ୍ଟାଏ ଡିପି ୱାର୍କ କରିବ। ଘଣ୍ଟାଏ କାହିଁକି? ମୁଁ 2 ଘଣ୍ଟା 3 ଘଣ୍ଟା ବୁଲୁଛି, 3-4 ଘଣ୍ଟା ବୁଲୁଛି, ସେ ଘଣ୍ଟାଏ କଲେ ଆମେ 3 ଘଣ୍ଟା ବୁଲିବା, ଅଧିକ କରିବା। କାହିଁକିନା ବର୍ତ୍ତମାନ ଯୋଉ ବିପଦ, ଯୋଉ ପରିସ୍ଥିତି ସମଗ୍ର ବିଶ୍ୱକୁ ଆସୁଛି, ତାକୁ ସମ୍ଭାଳିବା ପାଇଁ ଆମକୁ କ୍ଷିପ୍ର ବେଗରେ ଇଷ୍ଟ କର୍ମଟାକୁ କରିବାକୁ ପଡିବ। ଇଷ୍ଟ କର୍ମଟାକୁ ତାଙ୍କର ଦୀକ୍ଷା, ତାଙ୍କର ଯାଜନ, ଏଇସବୁ କରିବାକୁ ପଡିବ। କାହିଁକିନା ଦୀକ୍ଷା ବାବଦରେ ଏଥର କର୍ମୀ ସମ୍ମିଳନୀରେ ଆଲୋଚନା ହେଇଛି। ଦୀକ୍ଷା ବହୁତ ସଂଖ୍ୟାରେ କମି ଯାଇଛି, ବହୁ ପରିମାଣରେ ଦୀକ୍ଷା ପଢେଇବାକୁ ପଡିବ, କର୍ମ କରିବାକୁ ପଡିବ, ଏବଂ ତା ପୂର୍ବରୁ ଆମକୁ ନିଜକୁ ସେଇଭଳି ହବାକୁ ପଡିବ। ଠାକୁରଙ୍କୁ ଅନ୍ୟ ପାଖରେ ପରିଚିତ କରାଇବାକୁ ହେଲେ ମୋର ସେଇଭଳି ଆଚରଣ ଚାଲିଚଳନଟା ହବା ଦରକାର। ତେଣୁ ନିୟମିତ ପ୍ରାର୍ଥନା କରନ୍ତୁ, ପ୍ରଭୁ ଯୋଉ ସ୍ୱତ ଅନୁଜ୍ଞାରେ ଆମକୁ ଯାହା ଦେଇଛନ୍ତି, ଯାହା ସବୁ ଦେଇଛନ୍ତି ସ୍ୱତ ଅନୁଜ୍ଞାରେ, କୋଉ ଦିନ ମୁଁ ତାକୁ ଚରିତ୍ର ଭିତରେ ଚରିତ୍ରାୟିତ କରିବି, ମୋର ଚରିତ୍ର ଭିତରେ କୋଉ ଦିନ ସେ ସ୍ୱତ ଅନୁଜ୍ଞାକୁ ମୁଁ ଚରିତ୍ରାୟିତ କରିବି, ତାହେଲେ ଆପଣଙ୍କର ମନ ଲାଖି ମଣିଷ ମୁଁ ହେଇପାରିବି, ଆପଣଙ୍କର ଇଚ୍ଛାକୁ ମୁଁ ପୂରଣ କରିପାରିବି। ପ୍ରଭୁ ଏତିକି ମୋର ପ୍ରାର୍ଥନା ହଉ। ଏହା କହି ମୋର କଥା ସମୟ ହେଇଯାଇଛି, ମାଇ କରି ମୋର କଥା ଶେଷ କରିବା ପୂର୍ବରୁ ପୁଣି ଥରେ ଆଜିର ପରିଚାଳକ ଏଇ ଚାନ୍ଦୋ ସତ୍ସଙ୍ଗର ଦେବେନ୍ଦ୍ର ଦାଦା, ଯେ ସମ୍ମାନୀୟ
ତେଣୁ ଦାଦା ଯିଏ ଅତି ପରିଚିତ ଆପଣାର ଲୋକ ସମସ୍ତଙ୍କର ତଥା ଯୋଡି ହୋଇଥିବା ସମସ୍ତ ସଭାପତି ରୀତିକ ଅଧୈର୍ଯ୍ୟ ଯାଜକ କର୍ମୀ ମଣ୍ଡଳୀ ଗୁରୁ ଭାଇ ମା ମାନେ ସମସ୍ତଙ୍କର ସାର୍ବିକ ମଙ୍ଗଳ କାମନା କରି ପରମ ଦୟାଳୁଙ୍କ ରାତ୍ର ଚରଣ ତଳେ ପ୍ରାର୍ଥନା ନିବେଦନ ଜଣାଏ। ଜୟ ଗୁରୁ ଦାଦା, ଜୟ ଗୁରୁ। ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ସମ୍ମାନୀୟ କିଶୋର ଦା ଠାକୁରଙ୍କର ପବିତ୍ର ପଞ୍ଜାଧାରୀ କର୍ମୀ ସୁଧ କିଶୋର ଚନ୍ଦ୍ର ନାୟକ ବିଭିନ୍ନ ଦିଗ ଦେଇକି ଆମ ପାର ସବୁ ଠାକୁରଙ୍କ କଥା ତୋଳି ଧରିଲେ। ଏଇ ସକାଳୁ ସକାଳୁ ଯୋଉ ସତ୍ସଙ୍ଗ ଭଜନ କୀର୍ତ୍ତନ ସେ ମନକୁ କିଭଳି ଉଚ୍ଚମୁଖୀ କରୁଛି ଏବଂ ଆମର ସାଂସାରିକ ଯାହା ସବୁ ଅଛି ତା ଭିତରେ ଆମକୁ କିଭଳି ଶକ୍ତି ଦେଉଛି ଆଉ ମନକୁ ବିଚଳିତ ହବାରୁ ଆମକୁ ରାହା ଦଉଛି ସେ କଥାକୁ ନେଇ କଥା ଆରମ୍ଭ କରି ଆଉ ଭକ୍ତର ଗୁଣଗାନ କଲେ, ଭକ୍ତିର କଥା ତୋଳି ଧରିଲେ। ଭକ୍ତ ମୋର ପିତା ମାତା, ଭକ୍ତ ମୋର ଗୁରୁ, ଭକ୍ତ ମୋର ବାଞ୍ଛା କଳ୍ପତରୁ ଏସବୁ କଥାକୁ ନେଇକି ଭକ୍ତିର କଥା ଭକ୍ତର କଥା କହିଲେ ଆଉ ଭକ୍ତି କଥା କହିଲେ। ଭକ୍ତି ମୂଳ ଆଡକୁ ଅନୁରକ୍ତି ଭକ୍ତି ଏ କଥାକୁ ନେଇକି ଆଉ ଯୁଧିଷ୍ଠିରଙ୍କୁ ଯୋଉ ପ୍ରଶ୍ନ କରିଥିଲେ ଯକ୍ଷ କି ଆଶ୍ଚର୍ଯ୍ୟମ୍ ଆଉ ସେ ଯାହା ଉତ୍ତର ଦେଇଥିଲେ ଯେ ପ୍ରତି ମୁହୂର୍ତ୍ତରେ ଅନେକ ଲୋକ ମରୁଛନ୍ତି ତଥାପି ଆମେ ଭାବୁଛେ ଯେ ମୋର ମୃତ୍ୟୁ ହବ ନାହିଁ ଏବଂ ଅମର ରହିବା ପାଇଁ ଚାହୁଁଛି ତାର ଉତ୍ତର ଦେଇଥିଲେ। ଏବଂ ଠାକୁରଙ୍କୁ ଯୋଉ ପ୍ରଶ୍ନ କରାଯାଇଥିଲା ଏ କଣ ସବୁଠାରୁ ଆଶ୍ଚର୍ଯ୍ୟ ଏବଂ ଠାକୁର ଯୋଉ ଉତ୍ତର ଦେଇଥିଲେ ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ ଯେ ମଣିଷ ଯୋଉ କଠୋର ସାଧନା କରେ, ତପସ୍ୟା କରେ, ଅନେକ କଥା କରେ, ଯାହା ପାଇଁ କରେ, କିନ୍ତୁ ସେ ଯେତେବେଳେ ଆସନ୍ତି ତାଙ୍କୁ ମଣିଷ ଜାଣିପାରେନି। ସବୁ ତ୍ୟାଗ କରି ତାଙ୍କ ପାଖକୁ ଛୁଟି ଯିବା ବଦଳରେ ତାଙ୍କୁ ମଣିଷ ଚିହ୍ନି ପାରେନି, ଜାଣିପାରେନି। ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ ଏବଂ ବିଶେଷ ଭାବରେ ଏଇ ଭକ୍ତି ଆଉ ଭଗବାନଙ୍କୁ ନେଇକି ସିଏ କେତେ ଗୁଡିଏ କଥା ତୋଳି ଧରିଲେ। ପୁରୀ ଉତ୍ସବକୁ ଯିବା ବିଷୟରେ ତାଙ୍କର ଯୋଉ ଅନୁଭୂତି ଅଭିଜ୍ଞତା ତା ଭିତରେ ଦି ଜଣ ଭକ୍ତ ସେ ବଡୁମା ଆମର ଭୁବନେଶ୍ୱର ଓଲ୍ଡ ଟାଉନରେ ଯୋଉ ଲିଙ୍ଗରାଜ ମନ୍ଦିର ପାଖରେ ତାଙ୍କର ଘର ଆଉ ସେ ବଡୁମାଙ୍କର ଯୋଉ ଭକ୍ତି ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ। ଆଉ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଯିଏ ଠାକୁରଙ୍କ ପାଖରେ ଗୀତ ଗୋବିନ୍ଦ ର ଦଶବତାର ଗାନ କରୁଥିଲେ ଏବଂ ସେତେବେଳେ ଠାକୁରଙ୍କର ଯୋଉ ଅବସ୍ଥା ଥିଲା ଏବଂ ଯାହା ଯାହା ସବୁ ଘଟଣା ଘଟିଥିଲା ସେ କଥା ମଧ୍ୟ ଆମ ପାଖରେ ତୋଳି ଧରିଲେ। ତେବେ ସବୁଠାରୁ ବଡ କଥା ଗୁରୁତ୍ୱପୂର୍ଣ୍ଣ କଥା ତୋଳି ଧରିଲେ ଯେ ଇଷ୍ଟ ଛେ ଥାକଲେ ଆପନ ଛିନ୍ନ ଭିନ୍ନ ତାର ଜୀବନ ତୁମେ ଅକିଞ୍ଚନ ହୁଅ। ତେଣୁ ଆମେ ଆମକୁ ଆଉ କିଛି କୌଣସି ଆକର୍ଷିତ ନ କରୁ ଇଷ୍ଟଙ୍କ ବ୍ୟତୀତ, ତେଣୁ ତୁମେ ଅକିଞ୍ଚନ ହୁଅ ତାଙ୍କ ଛଡା ଆଉ ଯେପରି କିଛି ନଥାଏ ତୁମର ଅନ୍ତର ଆକର୍ଷଣକୁ ବ୍ୟାପୀ। ଏହା ମଧ୍ୟ ଦେଇ ତୁମର ଶାଶ୍ୱତ କୃତି ଐଶ୍ୱର୍ଯ୍ୟ ଅଶେଷ ହୋଇ ଉଠୁ। ଏହା ଯେପରି ଯଦି ନୁହେଁ ତାହେଲେ ତୁମର ଧର୍ମ ବି ହେଲା ନାହିଁ, କର୍ମ ବି ହେଲା ନାହିଁ। ଏକଥା ଯୋଉ ଠାକୁର କହିଛନ୍ତି। ତେଣୁ ଠାକୁର ହିଁ ଆମର ସର୍ବସ୍ୱ, ଠାକୁର ହିଁ ହଉଛନ୍ତି ଆମକୁ ସବୁ କିଛି, ଆଉ ଅନ୍ୟ କିଛି ଆମକୁ କିଛି ଆକର୍ଷଣ ନ କରୁ। ଏଇ କଥାକୁ ନେଇ ଅତି ସୁନ୍ଦର ଭାବରେ ସବୁ ଅନେକ ଗୁଡିଏ ତତ୍ଵ ଏବଂ ତଥ୍ୟପୂର୍ଣ୍ଣ କଥା ସବୁ ଆମ ପାଖରେ ତୋଳି ଧରିଲେ। ମନେ ଆମର ସମ୍ମାନୀୟ କିଶୋର ତାଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜଣାଇବା, ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜଣାଇବା। ଏମିତି ପ୍ରଭୁଙ୍କ କଥା କହିକି ଆମ ମନ ପ୍ରେରଣା ପୁଷ୍ଟ କରିଥାନ୍ତୁ। ଏଇ ଧାରା ହିଁ ତାର ଅଭ୍ୟାସ ଥାଉ। ଏ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ଜୟ ଗୁରୁ ଆଜ୍ଞା, ଜୟ ଗୁରୁ। ଜୟ ଗୁରୁ ଦାଦା, ଜୟ ଗୁରୁ। ଜୟ ଗୁରୁ ଆଜ୍ଞା। ଆଉ ଆସନ୍ତା କାଲିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସମ୍ମାନୀୟ ଦୀପୁ ଭାଇ ଠାକୁରଙ୍କ ସପ୍ରତିନିଧି ସୁଧ ସୁବର୍ଣ୍ଣ ସାଗର ପଣ୍ଡା ଆସନ୍ତାକାଲି ସତ୍ସଙ୍ଗ ଯୋଗଦାନ କରିବା। ବର୍ତ୍ତମାନ ଆମର ସଦ୍ୟ ଚିତ୍ରସେନ ଭାଇ ସୁଧ ଚିତ୍ରସେନ ପ୍ରଧାନ ସମାପନ କୀର୍ତ୍ତନ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ ହବ। ଜୟ ଗୁରୁ, ଜୟ ଗୁରୁ। प्रेम स्वरूप व्यथा हरि हे हरि, प्रेम स्वरूप व्यथा हरि हे हरि, अपरूप रूप मधुरी, अपरूप रूप मधुरी, अपरूप रूप माधुरी हे हरि, प्रेम स्वरूप व्यथा हरि हे हरि, प्रेम स्वरूप व्यथा हरि हे हरि, सुखदाता ईश्वर दरदी प्रियतम, सुखदाता ईश्वर दरदी प्रियतम, अनित्य ए संसारे नित्य सुख धाम,
অনিত্য এ সংসারে নিত্য সুখ ধাম কি সুন্দর সুঠাম নয়ন মনোরম কি সুন্দর সুঠাম নয়ন মনোরম দরদি রূপে অবতারি হে হরি দরদি রূপে অবতারি হে হরি প্রেম স্বরূপ ব্যথা হরি হে হরি অপরূপ রূপ মাধুরী অপরূপ রূপ মাধুরী অপরূপ রূপ মাধুরী হে হরি প্রেম স্বরূপ ব্যথা হরি হে হরি ক্ষুদ্র তটিনী মুঝে তুমি সাগর প্রিয় ক্ষুদ্র তটিনী মুঝে তুমি সাগর প্রিয় ধাଉଁଛି ମିଶିବାକୁ ହେଉଅଛି ଅଥୟ ଧାଉଁଛି ମିଶିବାକୁ ହେଉଅଛି ଅଥୟ ଶୟନେ ସପନେ ଧେୟ পরম প্রেমময় শয়নে স্বপনে ধেয় পরম প্রেমময় ঘাটে দেইছ নবতরি হে হরি ঘাটে দেইছ নবতরি হে হরি প্রেম স্বরূপ ব্যথা হরি হে হরি অপরূপ রূপ মাধুরী অপরূপ রূপ মাধুরী অপরূপ রূপ মাধুরী হে হরি প্রেম স্বরূপ ব্যথা হরি হে হরি চূর্ণ হেউ মোর যেতে দম্ভ অভিমান চূর্ণ হেউ মোর যেতে দম্ভ অভিমান তুমে মো আশা ভরসা তুমে গৌরব মান তুমে মো আশা ভরসা তুমে গৌরব মান ধন জন যৌবন চল চঞ্চল মন ধন জন যৌবন চল চঞ্চল মন নিয় নিয় সবু তুমারি হে হরি নিয় নিয় সবু তুমারি হে হরি প্রেম স্বরূপ ব্যথা হরি হে হরি অপরূপ রূপ মাধুরী অপরূপ রূপ মাধুরী অপরূপ রূপ মাধুরী হে হরি প্রেম স্বরূপ ব্যথা হরি হে হরি অপরূপ রূপ মাধুরী অপরূপ রূপ মাধুরী অপরূপ রূপ মাধুরী হে হরি প্রেম স্বরূপ ব্যথা হরি হে হরি প্রেম স্বরূপ ব্যথা হরি হে হরি জয় গুরু বন্দে পুরুষোত্তমম वंदे पुरुषोत्तमं বন্দে পুরুষোত্তমম वंदे पुरुषोत्तमं বন্দে পুরুষোত্তমম वंदे पुरुषोत्तमं
परम प्रेममय श्री श्री ठाकुर कुलचंद्र जी की परम प्रेममय श्री श्री ठाकुर कुलचंद्र जी की परम प्रेममय श्री श्री ठाकुर कुलचंद्र जी की जगत जननी श्री श्री बड़मा की आराध्या जगत जननी श्री श्री बड़मा की आराध्या जगत जननी श्री श्री बड़मा की परम पूज्य पाद श्री श्री बड़दा की परम पूज्य पाद श्री श्री बड़दा की परम पूज्य पाद श्री श्री बड़दा की परम पूज्य पाद श्री श्री आचार्य देव की परम पूज्य पाद श्री श्री आचार्य देव की परम पूज्य पाद श्री श्री आचार्य देव की सत संग की सत संग की सत संग की वंदे पुरुषोत्तमं वंदे आर्य पितॄन् वंदे मातृवर्गान् वंदे हम कृषि दैवतान् वंदे पुरुषोत्तमं पुरुषोत्तमं परम प्रेममय श्री श्री ठाकुर अनुकूल चंद्र जी की ବାସନ୍ତୀ ମା ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ଦାଦା ଜୟଗୁରୁ ମା ଜୟଗୁରୁ ଜୟଗୁରୁ ଦାଦା ଜୟଗୁରୁ ଜୟଗୁରୁ ଲକ୍ଷ୍ମୀପ୍ରିୟା ମା ଜୟଗୁରୁ ମା ଜୟଗୁରୁ 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 ଭାଇ ଜୟଗୁରୁ ସୁମତି ମା ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ସମସ୍ତଙ୍କୁ ହରପ୍ରିୟା ମା ଜୟଗୁରୁ ବିନୋଦିନୀ ମା ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ନିମାଇଦା ଜୟଗୁରୁ ଜୟଗୁରୁ ନିମାଇଦା ଜୟଗୁରୁ ଭାଇ ଜୟଗୁରୁ ଲକ୍ଷ୍ମୀ ମା ଜୟଗୁରୁ ଜୟଶ୍ରୀ ମା ଜୟଗୁରୁ କବିତା ମା ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ବବିତା ମା ଜୟଗୁରୁ ସିଂଦା ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ଜୟଗୁରୁ କୁମୁଦିନୀ ମା ଜୟଗୁରୁ ମାୟାଧର ଭାଇ ଜୟଗୁରୁ ପୂର୍ଣ୍ଣଦା ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ସବାଇକେ ଜୟଗୁରୁ ନିମାଇଦା ଜୟଗୁରୁ ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ଜୟଗୁରୁ ପୁରୁଷୋତ୍ତମ ଭାଇ ସରସ୍ୱତୀ ମା ସମସ୍ତଙ୍କୁ ଜୟଗୁରୁ ଜୟଗୁରୁ ତ୍ରିଲୋଚନ ଭାଇ ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ପ୍ରଣବ ଦା ମା ସମସ୍ତଙ୍କୁ ଜୟଗୁରୁ ସବାଇକେ ପଙ୍କଜ ଭାଇ ଜୟଗୁରୁ ଫାଇନାଲ କରିବା ଫାଇନାଲ ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ସବାଇକେ ଜୟଗୁରୁ 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 କିନ୍ତୁ ଗୋଟେ ଇମୋସନକୁ ଯେତେବେଳେ କଣ୍ଟ୍ରୋଲ କରିକି ଯେତେବେଳେ ଷ୍ଟେଟ୍ କରିବେ ସେତେବେଳେ କାହିଁକି ସେମାନଙ୍କର ଗୋଟେ ବଡ ଚେଞ୍ଜ ହବ ଆଉ ସେମାନଙ୍କ ଲାଇଫର କିଛି ପରିବର୍ତ୍ତନ ହବ ଆଉ ଗୋଟେ କିଛି ମିଳିବ କିନ୍ତୁ ପରିବର୍ତ୍ତନ ଏଇଟା ବହୁତ ଡିଫିକଲ୍ଟ ସେଇଟା ହେଇନଥାଏ ଏଇ ଘରରେ ଯୋଉମାନଙ୍କର ଅଧିକ ଗ୍ରହ ଅଛନ୍ତି ଜଣଙ୍କର ଷ୍ଟେଟ୍ ହଉଛି ବିଧାଘର ତାକୁ ଯୋଉ କାମ କରିକି ସେଇ କାମ କରୁଥିବ ଘେରୁଥିବ ବର୍ଷ ବର୍ଷ ବହୁତ ବର୍ଷ ଚାଷ ହୁଏ କାମରୁ କେମିତି ବାହାରି ଦେଇଥିବୁ ଛାଡ଼ିଦେବି ଏଇ କାମ ଜୟଗୁରୁ ଜୟଗୁରୁ ସମସ୍ତ ମା ମାନଙ୍କୁ ଜୟଗୁରୁ ଦାଦା ମାନଙ୍କୁ ଜୟଗୁରୁ କାମକୁ ପୂରା କରୁଥିବ କିନ୍ତୁ ସେ କାମ ବାହାରି ପାରିବନି କାହିଁକି ନା ତା ଗୋଟେ ଆଦତ ହେଇଯାଇଥାଏ ଏଇ ଘର ସହିତ ଯୋଉ କ୍ୟାରିୟର ଆଦତ ମତେ ଏତିକ କରିବାକୁ ଅଛି କରିଦେଲେ ମତେ ଆହୁରି ଅଲଗା କାମରେ ସେ ଜିନିଷ ଆସିଲାଣି ମାନେ ଅଲଗା କାମ କରିବି ମତେ ପଇସା ଆସିକି ତାପରେ ଯାହା ହବ ଚଳିବ କିନ୍ତୁ ନୂଆ କିଛି କଲେ ତୁ ବାହାରିଲେ କିଛି ବଡ କାମ ଭାବିଲେ ତ ହୁଏ ନା କିନ୍ତୁ ସେମାନେ ଇମୋସନକୁ ଜଲ୍ଦି କାଟି ପାରନ୍ତି ନାହିଁ ଜଲ୍ଦି ଚେଞ୍ଜ କରିପାରନ୍ତି ବର୍ଷ ବର୍ଷ ସେଆକୁ ଝେଲନ୍ତି ଯେତେବେଳେ ଇମୋସନର ତ୍ୟାଗ କରିଦେବେ ସେତେବେଳେ ଆପଣ ଗୋଟେ ଲକ୍ଷ୍ୟ ଯାହା ହଉ ଛାଡ଼ିକି ମତେ ଆଉ କିଛି କାମ କରିବାକୁ ଅଛି କହିବି
ଯେତେବେଳେ ବାହାରି ଆସିବେ ତାପରେ ଏମାନଙ୍କୁ ଗୋଟେ ସେକେଣ୍ଡ ଲାଗିବନି ଏମାନଙ୍କୁ ତ୍ୟାଗ କରିବା ପାଇଁ। ତେଣୁ ଆପଣଙ୍କର